श्री गणेशाय नमः। नमस्कार बंधुगण, जय जगन्नाथ। आज हनुमानंकर एही प्रिय बार रे सुंदरकांड पाठ मूलरू शेष जाए निश्चय शुणा चेष्टा करंतु। आसंतु सुंदरकांड पाठ करिबा। सियावर रामचंद्र की जय, पवन सुत हनुमान की जय, उमापति महादेव की जय। नीलांबुज श्यामल कोमलांग, सीता समारोपितवाम भागम, पाणो महासायक चारु चापम, नमामि रामं रघुवंशनाथं। कर्पूर गौरं करुणावतारं, संसार सारं भुजगेन्द्रहारं, सदा वसन्तं हृदयारविन्दे, भवं भवानी सहितं नमामि। वंदे जगत ईश्वर, बाणक दंड बेनिकर, नमस्ते प्रभु सुरगुरु, हे दयामय कल्पतरु। नमई नर रूप हरि, नमस्ते रघुकुल सिरी, ब्रह्मा शिव शेष वंदित, वेदांत गाए जाचरित। चिन्मय शांति प्रदायक, अनघ जे सुर पालक, नमस्ते भूप चूड़ामणि, तोर श्री चरणे प्रणमि। प्रणमे तोर श्री चरण, सुदया कर दीन जने, अन्य वासना अंत चित्ते, मोहर नाही कदाचिते। जानत सबुरी अंतर, रहिछि पुरी सर्वठार, निर्भर भक्ति केवल, सदा मरहु पादे तोर। जय तु जय भावग्राही, करतु कृपा दया वही, नमस्ते रघुकुलमणि, चरणे नमामि नमामि। वंदे पवन नंदन, ज्ञानीक मध्ये अग्रगण्य, तनुकनक शैल सम, जय तुलित बलधाम। धनुजवन रणळ, गलारे सोहे मुक्तमाळ, सर्वगुण रे गुणवान, श्रीराम भक्त प्रधान। श्री रघुनाथଙ୍କ चरण, सेबारे सदा जार मन, बानर कुलर मुकुता, पवन जाहांकर पिता। से भक्त राजଙ୍କ चरण, बंदयमि अधम, सुंदरा कांड कथा मान, कहिकी पारिब धम। जेबे से राम दया करी, बसिबे हृदय मोहरी, श्रीराम दया करे जारे, से प्राणी भव सिंधु तरे। हृदय राघव पद वंदे, कहिबि नवाक्षरी छंदे, श्रीराम राम जय राम, संकट हर हनुमान। जाम्बवंतଙ୍କ बाणी शुणी, हरसी उठिला पावनी, बोलई रही थाओ भाई, एठारे मोर बाट चाही। खाइण फल कंदमूल, दुखरे रही सिंधु कूल, देखी मु बेगे आसे भाई, सीताଙ୍କ चरण को जाई। आज हर्षई मोर मन, निश्चय हेब सिद्धि जान। सभिଙ୍କ चरणे प्रणमे, चलिला स्मरी रघुमणि। सिंधु तटे थिला भूधर, नाम जे ताहार सुंदर, डेण कौतुके गला, ताहार उपरे चढ़िला। श्रीराम राम बारंबार, अंतरे सुमरी सादर, उल्लास अंतरे से बोली, डेण हनु गला चली। जे गिरी परे पाद थिला, तुरंत पाताले पशिला, डेण हनु चले खरे, अमोघ सम गति करे। श्रीराम दूत जीवा देखी, मैनाके सिंधु कहे डाकी, जाओ रे मैनाक भूधर, सहाय हुओ तुमार घर। सिंधु आज्ञा को धरी करे,
মৈনাক চলে খরতরে যাইণ মৈনাক পর্বত মার্গরে উঠিলা তুরিত তনু পুলক তাহার প্রণমে ଯୋଡ଼ିବେ ନିକର ବୋଲଇ ବାୟୁ ସୁତେ ସେହି ବିଶ୍ରାମ ଏଠି ନେବା ପାଇଁ ଶୋକରେ ତାହାଙ୍କୁ ପରସି ହନୁ ପ୍ରଣମୀ କହେ ହସି ରାମ କାର୍ଯ୍ୟ ସିଦ୍ଧି ନହିଲେ ବିଶ୍ରାମ ନେବି ନାହିଁ ଭଲେ ଏତେ କହିଣ ହନୁମାନ ଚଳିଲେ ପବନ ସମାନ ନିରେଖି ପବନ କୁମାର ଦେବତା ଚିନ୍ତନ୍ତି ମନର ପରଖି ବଳ ବୁଦ୍ଧି ଜ୍ଞାନ କରିବା ବିଚାରନ୍ତି ମନ ସୁରସା ନାମ ନାଗମାତା ତାକୁ ପଠାଇଲେ ଦେବତା ମାର୍ଗରେ ଭେଟିଲା ପାବନି ସୁରସା ହସି କହେ ବାଣୀ ଦେବତା ଦେଲେ ଟିଆହାର ଆଜ ମେଣ୍ଟିବ କ୍ଷୁଧାତର ଶୁଣିଣ ସୁରସା ବଚନ ଉତ୍ତର କହେ ହନୁମାନ ମୋ ପ୍ରଭୁ ରାମ କାର୍ଯ୍ୟ ସାରି ମାତା ମୁଁ ବେଗେ ଆସେ ଫେରି ନେଣ ସୀତାଙ୍କ ସନ୍ଦେଶ ଜଣାଇ କରି ପ୍ରଭୁ ପାଶ ଆସି ମୁଁ ହେବି ତାହାର ଛାଡ଼ ମୋ କାର୍ଯ୍ୟ ଗୁରୁତର ଯେତେ କହିଲେ ନ ଛାଡ଼ଇ ସୁରସା ପଥ ଗାଳଇ କହଇ ହନୁ ଖାଅ ଏବେ କ୍ଷୁଧା ତ ମେଣ୍ଟି ଯିବ ଯେବେ ହନୁର ଏହି ବାଣୀ ଶୁଣି ତୁଣ୍ଡ ବିସ୍ତାରିଲା ନାଗୁଣୀ ଯୋଜନ ଭରି ବିସ୍ତାରିଲା ଅତି ଭୟଙ୍କର ଦିଶିଲା ତନକୁ ଦ୍ୱିଗୁଣ ବଢ଼ାଇ ହନୁ ଯେ ପ୍ରଚଣ୍ଡ ଦିଶଇ ନାଗୁଣୀ 16 ଯୋଜନ ତୁଣ୍ଡକୁ ବିସ୍ତାରିଲା ପୁଣ 32 ଯୋଜନର ଦୀର୍ଘ ହନୁ ଯେ ତନୁ କଲା ଶୀଘ୍ର ନାଗୁଣୀ ଯେତେ ବଡ଼ କରେ ଦ୍ୱିଗୁଣ ତନୁ ହନୁ କରେ 7 ଯୋଜନ ବିସ୍ତାରିଲା ସିନ୍ଧୁ ଆକାଶ ନ ଦିଶିଲା ସୂକ୍ଷ୍ମ ରୂପରେ ସେ ପ୍ରକଟି ହନୁ ପ୍ରବେଶୀ ତାର ପାଟି ମୁଖେ ତାପସୀ ବାହାରିଲା ବାହାରେ ଆସି ଉଭା ହେଲା ତାପାଦେ ଶିର ନତ କରି ବିଦାୟ ମାଗେ କର ଯୋଡ଼ି ହନୁକୁ ସୁରସା କହିଲେ ଦେବତା ମତେ ପଠାଇଲେ ଶୁଣ ତୁଆରେ ମହାବୀର କଳିଲି ବୁଦ୍ଧି ବଳ ତୋର ସୁରସା ଆଶୀର୍ବାଦ ଦେଲେ କାର୍ଯ୍ୟ ତ ସିଦ୍ଧି ହେବ ଭଲେ ସୁରସା ଚଳିଲା ସପୁରେ ହର୍ଷରେ କପି ଯାଏ ଖରେ ସିନ୍ଧୁ ମଧ୍ୟରେ ଥିଲା ରହି ସିଂହିକା ରାହୁ ମାତା ସେହି ପକ୍ଷୀଙ୍କୁ କରଇ ଆହାର ମାୟା କରି ସେ ନିଶାଚର ଗଗନେ ଯାନ୍ତି ଯେ ଉଡ଼ି ସିନ୍ଧୁରେ ଛାୟା ଯାଏ ପଡ଼ି ଧରିଣ ସେ ଛାୟାକୁ ରକ୍ଷ ତତ୍କ୍ଷଣେ ଜୀବ କରେ ଭକ୍ଷ ଏପରି ଆହାର ସେ ଖାଇ ସିନ୍ଧୁରେ ସୁଖେ ରହେ ସେଇ ହନୁରେ ମାୟା ପ୍ରକଟିଲା କପଟ କପି ବୁଝି ନେଲା ରାମଙ୍କୁ ସ୍ମରି ତାକୁ ମାରି ହନୁ ହୋଇଲା ସିନ୍ଧୁ ପାରି ସେ ପ୍ରଭୁ ଯାରେ ଦୟା କରେ ସେ ଭବ ସିନ୍ଧୁ ହେଳେ ତରେ ସ୍ଥିର ମତିରେ ପାରି ହୋଇ ଲଙ୍କାରେ ପ୍ରବେଶିଲା ଯାଇ କୂଳରେ ଯାଇ ଦେଖେ ସେହି ଉପବନତା ମନମୋହି ଅବିରତରେ ପୁଷ୍ପଠାରେ ଭ୍ରମର ଗୁଞ୍ଜରଣ କରେ ତରୁ ଭରିଛି ପୁଷ୍ପ ଫଳେ ଖଗ ମୃଗ ଯେ ମନହରେ ଅଗ୍ରତେ ଦେଖିଲା କୌଶଳ ବିଶାଳ ଅତୀବ ସୁନ୍ଦର ନିର୍ଭୟ ଚଢ଼ିଲା ତାପରେ ହୃଦୟ ସ୍ମରି ରଘୁବୀରେ ଜୟ ତୁ ରାମ ଦୟାମୟ ହରଣ କର ଭବ ଭୟ ତୋର ଶ୍ରୀ ଚରଣେ ଭକତି ରହୁଏ ଅଧମର ମତି ଶ୍ରୀ ଶଙ୍କର ବାଚ ଶଙ୍କର କହନ୍ତି ଗୌମା ନାହିଁ ଏଥି କପି ବଢ଼ିମା ପ୍ରଭୁଙ୍କ ପ୍ରତାପ ବଳରେ କାଳ ଯାହାକୁ ଦେଖି ଡରେ ଗିରିର ପରେ ଚଢ଼ିବୀର ନିରଖଇ ସେ ଲଙ୍କାପୁର କହିନୁ ହଇ ଦୁର୍ଗ ଶୋଭା ଦିଶଇ ଅତି ମନଲୋଭା ଅଟ୍ଟାଳିକା ସହ ପ୍ରାଚେରୀ ସିନ୍ଧୁ ଅଛଇ ତାକୁ ଘେରି ସ୍ୱର୍ଣ୍ଣ କଳସ ଶୋଭା ପାଏ ମନ ନୟନ ହରିନିଏ କନକମଣିରେ ଜଡ଼ିତ ସୁନ୍ଦର ତର ସେ ବିସ୍ତୃତ ବିପଣି ପାଟ ମନୋହର ଚୌଛକି ସୁରଙ୍ଗ ସେ ପୁର ଗଜ ଖଚର ନୁହେଁ ଗଣି
ରଥାଦି ପଦାତିକ ପୁଣି ବହୁ ରୂପ ବଳ ମଣ୍ଡିତ ରାକ୍ଷସ ସେନାରେ ଫୁଲିତ ବଗିଚା ବାମ୍ଫି ସରବନ ଉପଜେ ଭରା ଉପବନ ଗନ୍ଧର୍ବନର ନାଗସୁର ରୂପସୀ ମୁନି ମନୋହର ଲଢୁଆ ଲଢ଼ନ୍ତି କୌଶଳେ ଏକେ ଆରେକୁ ମଲ୍ଲକୂଳେ ଗଜନ୍ତି ରହି ଶୈଳ ସମ ଏକକୁ ଏକ ବଳିୟାନ ବିକଟ କୋଟି ବୀରସରି ବୋଲି ସେ ରଖନ୍ତି ନଗରୀ କାହିଁ ଭକ୍ଷେ ଦୈତ୍ୟ ମହିଷ ଧେନୁ ଅଜଖର ମନୁଷ୍ୟ ବିବଚ କାଣ୍ଡ ବର୍ଣ୍ଣି କରି ସଂକ୍ଷେପ କଲି ମୁଁ ବିଚାରି ଶ୍ରୀରାମ ସାୟକ ପ୍ରହାର ପାଇଣ ହେବେ ଭବୁ ପାର ସାୟକ ତୀର୍ଥେ ତେଜିତନୁ ଉଦ୍ଧାର ହେବେ ରକ୍ଷ ଜନ୍ମୁ ବହୁତ ରଖୁଆଳପୁର ଦକ୍ଷିଣ ବିଚାର ବୀର ମଶା ସମାନ ରୂପ ହୋଇ ପଶିବି ବିଚାର କରଇ ରଜନୀ ଆଗତ ହୋଇଲା ମଶକ ସମ ରୂପ ନେଲା ହୃଦୟ ସୁମରି ନରହରି ପ୍ରବେଶ ହେଲା ଲଙ୍କାପୁରୀ ଲଙ୍କିନୀ ନାମେ ନିଶାଚରୀ ଲଙ୍କାର ଅଟେ ରକ୍ଷାକାରୀ ବୋଇଲା ମତେ ନ ପଚାରି ଷଠ ଯାଉ ତୁ ଲଙ୍କାପୁରୀ ଷଠ ମୋ ପ୍ରତାପ ନ ଜାଣୁ ଖାଇବି ମୁହିଁ ତୋତେ ଏଣୁ ଲଙ୍କାରେ ଚୋର ଲାଗେ ଯେତେ ଖୋଜି ମୁଁ ଖାଏ ତାକୁ ତେତେ ଶୁଣିଣ ଲଙ୍କିନୀ ବଚନ ମୁଥ ମାଇଲେ ହନୁମାନ ମୁଖରୁ ବହିଲା ରୁଧିର ଲୁଟିଲା ସେ ଯାଇ ଭୂମିର ଧୈର୍ଯ୍ୟ ଧରି ସେ ଉଠିଲା ବିନୟ ବଚନ ବୋଇଲା କହି ଯୋଡ଼ିବେନି ପାଣି ଶୁଣନ୍ତୁ କପି ଶିରୋମଣି ଲଙ୍କା ଦେବୀ ଉବାଚ ରାବଣେ ବ୍ରହ୍ମା ଦେଲେ ବର କହିଲେ ମତେ ସମାଚାର କପି ମାଡ଼େ ବି କଳ ହେବୁ କାଳ ପୁରିଲା ତୁ ଜାଣିବୁ ଜାଣିବୁ ପୁରିଲା ଆୟୁଷ ମରିବେ ସକଳ ରାକ୍ଷସ ମୋହର ବଡ଼ ପୁଣ୍ୟତା ତ ଦେଖିଲି ଏବେ ରାମଦୂତ ନେତ୍ର ପବିତ୍ର ହେଲା ମୋର ଅନେକ ସୌଭାଗ୍ୟ ଫଳ ସ୍ୱର୍ଗ ଅପବର୍ଗର ସୁଖ ରଖ ତୁଳାର ଏକ ପାଖ ଏସବୁ ମିଶି ଯାହା ହୁଏ ସେ ସାଧୁ ସଙ୍ଗେ ସରି ନୁହେଁ ସଂସାରେ ସର୍ବ ଅଟେ ଲଭ୍ୟ କେବଳ ସତ୍ସଙ୍ଗ ଦୁର୍ଲଭ ଶ୍ରୀରାମ କୃପା ବିନା କେହି ସତ୍ସଙ୍ଗ ଲଭି ନ ପାରଇ ହୃଦୟରେ ରାମ ରୂପ ଧରି ପ୍ରବେଶ କର ତୁ ନଗରୀ ନଗର ନଗର ବିହର ପ୍ରଭୁଙ୍କ କାର୍ଯ୍ୟ ସିଦ୍ଧି କର ପ୍ରଭୁର କୃପା ଲବଜାରେ ସେ ଭାଗ୍ୟବାନ ଏ ସଂସାରେ ବିଷ ହୁଅଇ ସୁଧା ସମ ଶତ୍ରୁ ଯେ ମିତ୍ର ଆଚରଣ ଧୂଳି ସମ ଶୈଳ ସୋମେରୁ ଲଘୁତା ହୁଏ ଯେ ହୁଗୁରୁ ସିନ୍ଧୁ ଗୋସ୍ପଦ ପରି ହୋଇ ଅନଳ ଶୀତଳ ହୁଅଇ ଅତୀବ ଲଘୁ ରୂପ ଧରି ନଗ୍ର ଭ୍ରମଇ ପ୍ରଭୁ ସ୍ମରି ମନ୍ଦିର ମନ୍ଦିର ଖୋଜଇ ଅସଂଖ୍ୟ ଅସୁର ଦେଖଇ ବାନର ଯହିଁ ତହିଁ ଦେଖେ ଅନେକ ରକ୍ଷ ଥକେ ଥକେ ରାବଣ ମନ୍ଦିରେ ପଶିଲା ରାବଣ ଶୋଇଛି ଦେଖିଲା ଅତୀବ ବିଚିତ୍ର ସେ ଶୋଭା ହୃଦୟ ମନ ନେତ୍ର ଲୋଭା ଦେଖିଲା ଯାଇ ସେ ମନ୍ଦିର ସୀତା ନାହାନ୍ତି ତା ଭିତର ତହିଁକି ପୁର ଦେଖି ଦେଖି କପିର ମନ ଗଲା ଲାଖି ଶ୍ରୀହରି ମନ୍ଦିର ସୁନ୍ଦର ଆଗରେ ଶୋଭା ପାଏ ତାର ରାମ ଆୟୁଧ ଅଙ୍କାପୁର ଶୋଭାନ ବରଣୀ ତାହାର ତୁଳସୀ ଧାଡ଼ି ଧାଡ଼ି ସୋହେ କପିମଣିର ମନ ମୋହେ ଦେଖି ତାହାକୁ କପିମଣି ହରସ ମନେ ମନେ ଗୁଣି ଲଙ୍କା ରାକ୍ଷସ ବାସ ଭୁଇଁ ଏଠାରେ ସାଧୁ କାହିଁ ରହି ତରକ କରେ ସେ ମନର ପୁରକୁ ଦେଖି କପିଶ୍ୱର ଏକାଳେ ନିଦ୍ରା ତା ତେଜିଲା ବିଭୀଷଣ ବୀର ଉଠିଲା ସେ ରାମ ଭକ୍ତ ଚୂଡ଼ାମଣି ରାମ ସୁମରେ ତତ୍କ୍ଷଣି ସାଧୁଙ୍କ ମଧ୍ୟେ ସେ ଅଗ୍ରଣୀ ଜାଣିଣ ହରସ ପାବନି ତା ସାଙ୍ଗେ ହେବି ପରିଚୟ ତା କାର୍ଯ୍ୟ ନାହିଁ ଅନ୍ତରାୟ ବିପ୍ର ରୂପରେ ହନୁମାନ ହରସି ଭାସିଲା ବଚନ
ଶୁଣିଣ କପିର ବଚନ ବିଭୀଷଣ ଆସେ ବହନ। ପ୍ରଣମି ଚରଣ କମଳେ ବିପ୍ରଙ୍କୁ ପୁଛିଲା ସାଦରେ। କିସ ବାରତା ମୁଁ ବୁଝାଇ କେ ତୁମେ ଏଠି କାହିଁ ପାଇଁ। ତୁମେ ଯେ ହରିଙ୍କ ଭକତ ଦେଖି ମୋ ହୃଦ ପୁଲକିତ। କି ତୁମ୍ଭେ ନିଜେ ଭଗବାନ ଦୟାର ସାଗର ଶ୍ରୀରାମ। ଏ ମୋର ବହୁ ପୁଣ୍ୟ ଫଳ ପାଦ ଦେଲ ଦାସ ଦୁଆର। ଶୁଣି ବିଭୀଷଣ ବଚନ ହସି କହନ୍ତି ହନୁମାନ। ରାମଦୂତ ମୁଁ ହନୁମାନ ମୋ ପ୍ରଭୁ ରାମ ଭଗବାନ। ପୁଲକେ ଦୁହିଁଙ୍କ ହୃଦୟେ ସୁମରି ରାମ ଦୟାମୟ। ହନୁକୁ ଚାହିଁ ବିଭୀଷଣ କହି ଭାଇ ମୋର ଶୁଣ। ରକ୍ଷ ମେଳେ ଯେ ସନେ ରହି ଲଙ୍କାପୁରରେ କଷ୍ଟ ସହି। ଦଶନ ପଙ୍କ୍ତିର ମଧ୍ୟରେ ଜିହ୍ୱାଟି ରହେ ଯେ ପ୍ରକାରେ। ତେସନେ ଏଠି ରହିଥାଏ ସର୍ବଦା ମୁହିଁ ବଡ଼ ଭଏ। ମୋହର ଭରସା ମାତର କେବଳ ପ୍ରଭୁ ରଘୁବୀର। ଏ ଦିନକୁ ଅନାଥ ଜାଣି କେବେ ଦୟା କରିବେ ପୁଣି। ଭକ୍ତ ରକ୍ଷଣ ଦାସରଥି ତା ବିନୁ ନାହିଁ ଅନ୍ୟ ଗତି। ମୋର ତାମସ ରଜଗୁଣ ନ କରେ ପ୍ରଭୁଙ୍କୁ ଭଜନ। ନ କରେ ସାଧୁ ଜନ ସେବା ନ କରେ ଶ୍ରୀଚରଣ ସେବା। ତୁମ୍ଭଙ୍କୁ ଦେଖି ମୋ ଭରସା ଭରିଲା ମୋ ମନରେ ଆଶା। ବିଭୁ ଦୟା ବିନା ଜଗତେ ମିଳନ୍ତି ନାହିଁ ସାଧୁ ସନ୍ଥେ। ଦୟା କରିଲେ ସୀତାପତି ତୁମ୍ଭ ଦର୍ଶନେ ମନେ ଚେତି। ହନୁମାନ ହସି କହନ୍ତି ଶୁଣ ତୁମ୍ଭେ ପ୍ରଭୁଙ୍କ ରୀତି। ଦାସ ରକ୍ଷଣ ଦାସରଥି ତାଙ୍କର ସଦା ଦାସେ ପ୍ରୀତି। ମୁଁ କେଉଁ କୁଳଶୀଳ ଜାତ ହୀନ କପି ଚଞ୍ଚଳ ଚିତ। ପ୍ରଭାତ ଉଠି ଯେଉଁ ଜନ ଧରିବ ଭାଇ ମୋର ନାମ। ଦିବସ ସାରା ଜାଣ ଭାଇ ଉତ୍ତମ ଖାଦ୍ୟ ନ ମିଳଇ। ଶୁଣତୁ ଭାଇ ବିଭୀଷଣ ହେଲେ ହେ ମୁଁ ଏଡ଼େ ଅଧମ। ପ୍ରଭୁ କରନ୍ତି ମୋରେ ପ୍ରୀତି ମୁଁ ହିଁ ସେବକ ସେ ମୋ ପତି। ଗଦଗଦ ଚିତ୍ତେ କହେ ହନୁ ଲୋତକ ଝରାଇ ନୟନ। ୟା ଜାଣି ପାଶରେ ଯେ ନର ଜୀବନେ ଲୋଭେ ଦୁଃଖ ଭାର। ଏମନ୍ତ କହି ହନୁମାନ ପ୍ରଭୁଙ୍କ ନାମ ଗୁଣଗ୍ରାମ। ପବିତ୍ର ମଧୁର ଶ୍ରବଣ ହୋଇଲା ହୃଦ ମନୋରମ। ଶୁଣିଣ ବିଭୀଷଣ ଜିତି କହିଲା ସକଳ ଭାରତୀ। ସେଠାରେ ଯେ ମନ୍ତେ ଅଛନ୍ତି ଶ୍ରୀରାମ ପ୍ରିୟା ସୀତା ସତୀ। ତହୁଁ ହନୁମନ୍ତ କହି ଶୁଣ ଶୁଣ ତୁ ମୋର ଭାଇ। ଜାନକୀ ମାତା ଦର୍ଶନ ମୋର ଲୋତକ ନେତ୍ର ମନ। ସର୍ବ ସମ୍ବାଦ ଶୁଣାଇଲା ବିଦାୟ ମାଗି ସେ ଚଳିଲା। ସେହି ରୂପକୁ ଧରିଗଲା ଅଶୋକ ବନରେ ପଶିଲା। ବିଜୟ ଯହିଁ ସୀତା ସତୀ ତହିଁକି ଚଳିଲା ମାରୁତି। ସୀତା ଦେଖି ମନ ମଧ୍ୟର କରେ ପ୍ରଣାମ ମହାବୀର। ରାତ୍ର ବିତିଲା ଏକ ଜାମ ଶିଶପା ବୃକ୍ଷେ ହନୁମାନ। ମାରୁତି ମନେ ମନେ ଗୁଣି ଏ ନିଶ୍ଚୟ ସତୀ ଶିରୋମଣି। କୃଷତନୁରେ ଜଟା ବେଣୀ ହୃଦୟ ଜପ ରଘୁମଣି। ନିଜ ପାଦେ ନେତ୍ର ଦେଇଣ ସତୀଙ୍କ ରାମ ପଦେ ମନ। ଦୁଃଖିନୀ ପରାଏ ଦେଖିଣ ବିକଳ ମାରୁତିର ମନ। ତରୁର ପଲ୍ଲବ ଗହଳ ତହିଁ ଲୁଚିଲା ମହାବୀର। ମନରେ ମାରୁତି ଭାଳଇ ଏବେ କିସ କରିବା ଭାଇ। ଏମନ୍ତ ସମୟରେ ତହିଁ ମିଳିଲା ଦଶାନନ ଯାଇ। ସଙ୍ଗରେ ବହୁ ସାଜେ ସଜ ବାମାଗଣ ଯେ ହୋଇ ସଜ। ଆଗରେ ବହୁ ପଟୁଆର ତା ମଧ୍ୟେ ଚାଲେ ରକ୍ଷବର। ସୀତାଙ୍କୁ ଦଶାନନ ଯାଇ ବହୁତ କହିଲା ବୁଝାଇ। ସମଦମ ଯେ ଭେଦ ଦଣ୍ଡ ସକଳେ ଭାସିଲା ପାଷଣ୍ଡ। କହଇ ଦୈତ୍ୟ ବାରେ ଶୁଣ ସୁମୁଖୀ ମୋହର ବଚନ। ବାରେ ମାତର ଚାହା କହି ମୋଠାରେ ଅନ୍ୟ ମନା ନହି। ମନ୍ଦୋଦରୀ ଯେ ରାଣୀଗଣ ତ ଦାସୀ ହେବେ ମୋର ପଣ। ତୃଣର କ୍ଷୀଣ ଆଢୁଆଳେ
କହନ୍ତି ବଇ ଦେହି ତାରେ ମନରେ ରାମଚନ୍ଦ୍ର ସ୍ମରି ପଦ କମଳ ହୃଦେ ଧରି ଶୁଣରେ ଦଶ ଶିର ତୁହି ସମ୍ଭବ ହୋଇ କୃପାରଇ ଖଦ୍ୟାତ କିରଣ ପାଇଣ ଉଲ୍ଲସିବ କି ପଦ୍ମବନ କହନ୍ତି ସତୀ ବିଚାରିଣ ନ ଜାଣୁ ରାମ ବାଣ ଟାଣ ଏକାକୀ ଦେଖି ମୋତେ ତୁହି ରେଶଠ ଆଣି ଲୁଚରାଇ ନିର୍ଲଜ ତୁହି ରେ ଅଧମ ଅବଳା ଚୋରାଇ ତ ଟାଣ ସୀତା ଯେ ରାମଙ୍କୁ ତପନ ଖଦ୍ୟାତ ପରାଏ ରାବଣ ଧିକାରୀ କହନ୍ତି ସେ ବାଣୀ ଶୁଣିଣ ରକ୍ଷ ଶିରମଣି କ୍ରୋଧରେ ଅସି କାଢ଼ି ଆଣି କହେ ମୁଁ ପକାଇବି ହାଣି କ୍ରୋଧିତ ହୋଇଣ ରାବଣ କହେ କଲୁ ମୋ ଅପମାନ କଠିନ କୃପାଣ ସେ ଧରି କାଟିବି କହେ ତୋର ଶିରି ଯେବେ ନ ହୁଅ ମୋର ବଶ ତୋ ଶିର କାଟିବି ଅବଶ୍ୟ ଯେବେ ତୁମର କଥା ମାନ ରଖିବି ତୋହର ଜୀବନ ଶୁଣ ମୋ ପଣ ଦୁରାଚାର ନିର୍ଲଜ ରକ୍ଷ ନାରୀ ଚୋର ଶ୍ୟାମଳ କଞ୍ଜ ମାଳା ସମ ପ୍ରଭୁର ଦୁଇ ଭୁଜ ଜାଣ କରିର କର ସମ ହୋଇ ଗଳେ ମୋ ପଡ଼ି ବଟି ସେହି ନହିଲେ ତୋର ଅସିଧାର ଶିରକୁ କାଟିବ ମୋହର ଶ୍ରୀରାମ ବୀର ହେ ଝଟିତି କହଇ ଚାହିଁ ସୀତା ସତୀ ରେ ଚନ୍ଦ୍ରହାସ ଶିବର ବିରହ ଦୁଃଖ ପାରିକର ଶୀତଳ ଚନ୍ଦ୍ର ସମଧାର ଦୁଃଖ ସାଗରୁ ପାରିକର କଣ୍ଠେ ମୋ ପଡ଼ି ଦୁଃଖ ରାଶି ହରଣ କର ଆହେ ଅସି ସତୀ ବାଣୀ ଶୁଣି ରାବଣ ମାରିବାକୁ ଯାଏ ତତ୍କ୍ଷଣ ମନ୍ଦୋଦରୀ ପ୍ରେମ ବାକ୍ୟରେ କହିଣ ପ୍ରବୋଧନ୍ତି ତାରେ ଡକାଇ ରାକ୍ଷସୀ ସକଳ ତହୁଁ କହଇ ମୂଢ଼ ଖର ଦେଖାଇ ଜାନ କିଙ୍କୁ ଡର କରାଅ ମୋ ବଶ ସତର ଏକ ମାସ ଭିତରେ ଯେବେ ବଚନ ସୀତା ନ ମାନିବେ କହୁଛି ଧରିଣ କୃପାଣ ନିଶ୍ଚୟ କରିବି ନିଧନ ପୁରେ ଫେରି ଗଲା ରାବଣ ରହିଲେ ନିଶାଚରୀ ଗଣ ଧରିଣ ତନୁ ରୂପ ବହୁ ସୀତାଙ୍କୁ ଡରାଇଲେ ତହୁଁ ରାକ୍ଷସୀ ନାମରେ ତ୍ରିଜଟା ସେ ଲଙ୍କାପୁରେ ଥିଲା ଏକା ଶ୍ରୀରାମ ଚରଣେ ଭକତି ସଦା ତାହାର ଥାଏ ମତି ସମସ୍ତ ରାକ୍ଷସୀ ଡକାଇ ସପନ ବୃତ୍ତାନ୍ତ ସେ କହି ସତୀ ଶିରୋମଣି କହିତ ସଦା ଲଡ଼ଇ ତାର ଚିତ୍ତ ତ୍ରିଜଟା ବାଚ ଦେଖିଲି ମୁଁ ବାନର ଦଳ ବିନାଶିଲେ ଦାନବ କୂଳ ସପନେ ଦେଖିଲା ବାନର ପୋଡ଼ିଲା ସେ ଲଙ୍କାପୁର ନଗ୍ନ ବେଶରେ ଦଶ ଶିର ମୁଣ୍ଡିତ ଛିନ୍ନ ବିଂଶ କର ଦକ୍ଷିଣ ଦିଗେ ଚଢ଼ି ଖର ଚଳଇ ମାରି ଦେହେ ତୈଳ ବିଭୀଷଣ ଏ ରାଜେ ରାଜା ଲଙ୍କାପୁରରେ ପାଳେ ପ୍ରଜା ସୀତାଙ୍କୁ ପ୍ରଭୁ ରଘୁବୀର ଡାକି ନିଅନ୍ତି ନିଜ ପୁର ବିଚାରି ଏ ସପନ ମୋହି ଅନ୍ତରେ ସତ୍ୟ ଯେ ମଣଇ ହୋଇବ ଦିନ ଚାରି ପରେ ନିଶ୍ଚୟ ମରିବେ ଅସୁରେ ତ୍ରିଜଟା ବାଣୀ ଶୁଣିକିରେ ସମସ୍ତ ଆସୁରିଏ ଡରେ ପ୍ରଣମନ୍ତି ସେ ବାରମ୍ବାର ଜାନକୀ ସତୀଙ୍କ ପୟର ସମସ୍ତ ରାକ୍ଷସୀ ଚଳନ୍ତି ସୀତା ଯେ ବସି ବିଚାରନ୍ତି ମାସ ବିତି ଗଲେ ଅଧମ ରାକ୍ଷସ ନେବ ମୋ ଜୀବନ ତ୍ରିଜଟାକୁ ବଚନ କହି ଯୋଡ଼ିଣ କର ବଇ ଦେହି କହନ୍ତି ମାତା ବଇ ଦେହି ବିପଦେ ମୋର ସଖୀ ତୁହି କେମନ୍ତେ ତେଜି ବିଏ ଦେହ ସଖିଲ ମୋତେ ବୁଦ୍ଧି କହ ବିରହ ଦୁଃଖ ହୁତାସନ ସହି ନୁହେଁ କର ଯତନ ଆଣିମା କାଠ ଚିତା କର ଲଗାଇ ଦିଅ ମାଅନଳ ବିରହ ଦୁଃଖ ନ ସହିବି ନିଶ୍ଚୟ ଚିତାରେ ଝାସ ଦେବି ତୋ ପ୍ରୀତି ସତ୍ୟ ମୋ ବିଚାରି ଏ ବାଣୀ ସହି ମୁଁ ନ ପାରି ଶ୍ରବଣ ଶୂଳ ପ୍ରାୟ ସେହି ତାପାରେ ହୃଦୟ ମୁଁ ସହି ବାଣୀ ଶୁଣି ତ୍ରିଜଟା ବୋଲେ
ପାଦେ ପ୍ରଣମି ସେ ଉତ୍ତରେ। ପ୍ରଭୁ ପ୍ରତାପ ଯଶ ଗୁଣ ବର୍ଣ୍ଣି ନ ଶୁଣାଏ ଶ୍ରବଣ। ରାତ୍ରରେ ମୁଁ ଅନଳ କାହୁଁ ଆଣିବି ସୁନ୍ଦରୀ ତୁ କହୁ। ଏତେ କହିଣ ସେ ଅସୁରୀ ଚଳି ନ ଗଲା ନିଜ ପୁରୀ। ସୀତା ଯେ ବିଚାରନ୍ତି ମନ ବିହି ହୋଇଲା ସିନା ବାମ। ଏଠାରେ ଅଗ୍ନି ନ ମିଳଇ ଦୁଃଖ ମୋ ଉପଶମ ନହିଁ। ଏ ଆକାଶେ ପାବକ ପରି ଲକ୍ଷେ ଅଧିକ ତାରା ଜଳି। ଗୋଟିଏ ସୁଦ୍ଧା ନ ଆସଇ କାହିଁ ଏ ରସା ତଳ ଭୁଇଁ। ଚନ୍ଦ୍ର ନଳ ସମ ହୋଇ ଅଗ୍ନି ଧାରଣ ନତେ ଜଇ। ମୁହିଁ ଯେ ଅଭାଗିନୀ ନାରୀ ଡାକ ନ ଶୁଣେ ଶ୍ରୁତି ଡେରି। ଆହେ ଅଶୋକ ବୃକ୍ଷରାଜ ବିନୟ ମୋର ଶୁଣ ଆଜ। ଯେବେ ମୋହର ଦୁଃଖ ହର ସାର୍ଥକ ହେବ ନାମ ତୋର। ନବ ପଲ୍ଲବ ଅଗ୍ନିଶମ ଦିଅ ଜାଳି ଶରୀର ମମ। ସୀତା ନିରେଖେ କପିବର ଶ୍ରୀରାମ ବର ହେ କାତର। କଳ୍ପ ସମ ସମୟ ମଣେ ସେ କପିବର ମନେ ଗୁଣେ। କପି ହୃଦଏ ବିଚାରିଲା ରତନ ମୁଦି ପକାଇଲା। ଅଶୋକ କି ଅଗ୍ନି ପେଶିଲେ ବିଚାରି ସୀତା করে ନେଲେ। ମୁଦ୍ରିକା ଦିଶେ ମନୋହର ହୃଦୟ ଦୁଃଖ ତାପହର। ଦେଖିଲେ ସୀତା ସେ ମୁଦ୍ରିକା ହୋଇଛି ରାମ ନାମ ଅଙ୍କା। ଚକିତ କନକ ଦୁଲାଳି ମୁଦ୍ରିକା ଚିହ୍ନେ ସତୀଶ୍ୱରୀ। ଚକିତ ଜନକ ଦୁଲାଳି ମୁଦ୍ରିକା ଚିହ୍ନେ ସତୀଶ୍ୱରୀ। ହରସ ବିଷାଦେ ଆକୁଳେ ଶିହରି ଉଠିଲେ ଅନ୍ତରେ। କେ ଅଛି ରଘୁନାଥ ଜିଣି ସଦା ଅଜୟ ରଘୁମଣି। ଏ ମୁଦ୍ରିକାକୁ କେ ମାୟାରେ କଦାପି ନାହିଁ ଗଢ଼ିପାରେ। ଏମନ୍ତେ ବହୁତ ବିଚାର କରନ୍ତି ସତୀ ସମନର। ଏକାଳେ ଭାସେ କପିବର ସୁନ୍ଦର ବଚନ ମଧୁର। ହୃଦୟ ମନ ଦେଇ ସତୀ ସାଦରେ ଅନ୍ତରେ ଶୁଣନ୍ତି। କହିଣ ଆଦ୍ୟ ପ୍ରାନ୍ତ କଥା ଗାଇଣ ମୃଦୁ ସ୍ୱରେ ଗାଥା। ସୀତା କହନ୍ତି ତା ଶୁଣିଣ ତେ କହେ କର୍ଣ୍ଣ ରସାୟନ। କହେ ଯେ ହୁ ବାଣୀ ଭାସି ବାରେ ପ୍ରକଟ ହୁଅ ଆସି। ହନୁ ପ୍ରବେଶ ସତୀ ପାଶେ ଦେଖି ହୃଦଏ ଶଙ୍କା ଆସେ। ଇଏ ତ ସାମାନ୍ୟ ବାନର ହୋଇକି ପାରେ ସିନ୍ଧୁ ପାର। କହେ କପି ମୁଁ ରାମଦୂତ କରୁଣା ନିଧାନ ଶପଥ। ଯତନେ ରଖି ସେ ମୁଦ୍ରିକା ଆସିଛି ଲଙ୍ଘି ସିନ୍ଧୁ ଏକା। ଶ୍ରୀରାମ ଏସନ ସଂକେତ ପଠାଇଛନ୍ତି ମାତ ସତ। କହନ୍ତି ଜାନକୀ ସେନର କିମ୍ପା ପ୍ରୀତି କରି ବାନର। ଜାନକୀ ବଚନେ ପାବନି କହନ୍ତି କଥା ଯେ ବର୍ଣ୍ଣନି। କପିର ବାଣୀ ପ୍ରେମେ ଶୁଣି ବିଶ୍ୱାସ ହୃଦୟ ଜନନୀ। କାୟ ମନ ବାକ୍ୟରେ ତ ଦୟାନିଧିଙ୍କ ଦାସ ସତ। ଶ୍ରୀରାମ ପଦେ ଯାର ମତି ନିଶ୍ଚୟ ଲଭେ ସେ ଭକତି। ଦ୍ୱିତୀୟ ଅଧ୍ୟାୟ। ପ୍ରଭୁ ସେବକ କପି ଜାଣି ଆନନ୍ଦ ଜନକ ନନ୍ଦିନୀ। ହୃଦୟରେ ବଢ଼େ ବହୁ ପ୍ରୀତି ଶରୀର ପୁଲକିତ ଅତି। ନୟନୁ ଅଶ୍ରୁ ଜଳ ବହେ ସୀତାନନ୍ଦ କହି ନହେ। ସୀତା ଉବାଚ ବୋଲନ୍ତି ହନୁ ମୁଖ ଚାହିଁ ବିରହେ ଲୋତକ ଝରାଇ। ବୁଢ଼ୀ ମୁଁ ବିରହ ସଲିଳେ ଯାଉଥିଲି ମୁଁ ଏତେବେଳେ। ତୁମେ ଯେ ଜଳ ଯାନ ପରି ଏଥିରୁ କରି ଅଛ ପାରି। ଏବେ କହ ତୁ ମୋ ଆଗରେ ଶ୍ରୀରାମ ପ୍ରଭୁଙ୍କ କୁଶଳ। ସୁଖେଛନ୍ତି ନା ପ୍ରଭୁ ମୋର ଯେ ପ୍ରଭୁ ବିଶ୍ୱ ସୁଖ ସ୍ଥଳ। ଖରରେ ପୁଙ୍କ ସଙ୍ଗେ ଭ୍ରାତା କହ ତୁ ତାଙ୍କର ବାରତା। ଅଛନ୍ତି କି ନା ସେହି ଭଲେ ହୃଦୟ ହେବ ଶାନ୍ତ ଶୁଣିଲେ। ସେ ହରି ସଦା ଦୟାମୟ ଶ୍ୟାମଳ କୋମଳ ହୃଦୟ। ମୋ ପରେ ନିଷ୍ଠୁର କିମ୍ପାଇଁ ହୋଇଲେ ଦଇ ତାରି କାହିଁ। ସେବକ ସୁଖ ଦଶେ ହରି ସରଳ ସ୍ୱଭାବ ମୁରାରି। ଏ ଦାସୀକୁ କେବେ ଶ୍ରୀରାମ ହୃଦୟ କି କରନ୍ତି ଶରଣ। କେବେ ଦେଖିବ ଶ୍ୟାମତନ ଶୀତଳ ହୋଇବ ନୟନ। କହରେ ପବନ ତନୟ ନେତ୍ରେ ଦେଖିବି ଦୟାମୟ।
ନେତ୍ରରୁ ଲୋତକ ଝରଇ ମୁଖେ ବଚନ ନ ସ୍ଫୁରଇ ଆହା ପ୍ରାଣନାଥ ଯେ ମୋର ମୁହିଁକି ହୋଇଲି ପାସର ସୀତାଙ୍କ ବିରହ କାତର ଦୁଃଖେ ଦୁଃଖିତ ମହାବୀର ବିନୀତ କୋମଳ ବଚନ କହଇ ମାତା ମୋର ଶୁଣ ସୁଖରେ ଅନୁଜ ସହିତ ଅଛନ୍ତି ମୋର ପ୍ରଭୁ ମାତ ଝୁରୁଛନ୍ତି ସେ ଦିବାରାତ୍ର ତୁମ୍ଭର ଦୁଃଖରେ ସର୍ବତ୍ର କହଇ ଜନେ ଅନେକ ଶୁଣ ମନରେ ଉଣା ତୁ ନ ଘେନ ତୁମ୍ଭର ସ୍ନେହ ପ୍ରଭୁଠାରେ ତାଙ୍କର ଦ୍ୱିଗୁଣ ତୋଠାରେ ହୃଦୟ ଧୈର୍ଯ୍ୟ ଧରିଣ ଶ୍ରୀରାମ ସନ୍ଦେଶ ମା ଶୁଣ ଗଦ ଗଦରେ କପି କହି ନୟନ ଲୋତକ ବହଇ ସୀତା ସତୀଙ୍କର ବିୟୋଗ ବିରହେ ରାମ ମହାଭାଗ ମୋତେ ଯେ କହିଛନ୍ତି ଫେଇ ସବୁ ତ ଲଟା ଲାଗଇ ନବୀନ କିଶଳୟ ଜାଣ ଲାଗଇ ମୋତେ ଦୁତାସନ ରାତ୍ରି ଯେ କାଳ ରାତ୍ରି ସରି ଚନ୍ଦ୍ର ଲାଗନ୍ତି ସୂର୍ଯ୍ୟ ପରି କୁମୁଦ କାନନ ତୁ ଜାଣ ଲାଗଇ କୁନ୍ତ ଗୁଚ୍ଛ ସମ ଆକାଶ ମେଘ ବରସଇ ତପ୍ତ ତୈଳ ସମ ସେ ହୋଇ ଚକ୍ଷୁ ଶ୍ରବାନୀ ଶ୍ୱାସ ସମ ଲାଗଇ ମଳୟ ପବନ ଯେତରୁ ତଳେ ମୁଁ ବସଇ ତା ଛାଇ ଉତ୍ତପ୍ତ ଲାଗଇ ଏ ଜଗତରେ ମୋର ହିତେ ଜଡ଼ ଚେତନ ଥିଲେ ଯେତେ ସେ ସମସ୍ତ ଏବେ ଦାରୁଣ ଦେଉଛନ୍ତି ଯେ ପୀଡ଼ା ଜାଣ ଦୁଃଖ ଯେ ଅନ୍ୟ ଆଗେ କହି ଦୁଃଖ ଯେ କିଛି ଲଘୁ ହୋଇ ମାତ୍ରକେ ବୁଝିବ ବେଦନା ଅନ୍ତର ଜଳେ ଦୁଃଖ ସିନା ହେ ପ୍ରିୟା ତୋହର ମୋହର ବୁଝିବ ମହତ ପ୍ରେମର କେବଳ ମନ ଯେ ମୋହରି ଜାଣଇ ତତ ଯେ ତାହାରି ସେ ମନ ଏବେ ପାଇବଧ ତୋଠାରେ ହୋଇଛି ଆବଦ୍ଧ ଏଥିରୁ ମୋର ପ୍ରୀତି ରସ ବୁଝି ପ୍ରିୟା ତୁ ହୋଇ ତୋଷ ସନ୍ଦେଶ ପ୍ରଭୁଙ୍କର ଶୁଣି ଆନନ୍ଦ ଜନକ ନନ୍ଦିନୀ ହୋଇଲେ ସେ ପ୍ରେମ ମଗନ ହଜିଲା ଦେହ ଆଉ ଜ୍ଞାନ ସୀତାଙ୍କୁ କହେ କପିବର ହୃଦରେ ଏବେ ଧୈର୍ଯ୍ୟ ଧର ସୁମର ଶ୍ରୀରାମଙ୍କୁ ମାତା ସେ ଯେ ଭକତ ସୁଖଦାତା ହୃଦୟ ପ୍ରଭୁଙ୍କୁ ସୁମର ତାଙ୍କର ପ୍ରଭୁ ତା ବିମଳ ଏବେ ମୋହର ବାଣୀ ପୁଣି ବିକଳ ନ ହୁଅ ଜନନୀ ଶ୍ରୀରାମ ବାଣ ହୁତାସନ ରାକ୍ଷସ ପତଙ୍ଗ ସମାନ ହୃଦ ମନରେ ଧୈର୍ଯ୍ୟ ଧର ଦୈତ୍ୟ ଯେ ଜଳିବେ ଥର ଭାରତ ଯେବେ ରଘୁନାଥ ପାଇଥାନ୍ତେ ଯେ ଯଥାର୍ଥ କେବେ ବିଳମ୍ବ ସେ ନ କରି ଥାନ୍ତେ ପ୍ରଭୁ ନରହରି ଉଦିତ ସୂର୍ଯ୍ୟଙ୍କ ସମାନ ଶ୍ରୀରାମ ବାଣ ବଳବାନ ଦୈତ୍ୟ ଗଣ ଯେ ନିଶାସମ ଜୀବନେ ବଞ୍ଚିବେ କେଶନ ଏବେ ମୋ ତୁମ୍ଭଙ୍କୁ ଜନନୀ ନେଇଯାଆନ୍ତି ସଙ୍ଗେ ଘେନି ପ୍ରଭୁଙ୍କ ଆଜ୍ଞା ମୋତେ ନାହିଁ ହୋଇବି ତାଙ୍କ ପାଶେ ଦ୍ରୋହୀ ମାତା ତୁ ଆଉ କିଛି ଦିନ ହୃଦୟ ଧୈର୍ଯ୍ୟ ତୁ ଘେନ ରୁକ୍ଷ କପି ସେନା ସଙ୍ଗର ଏଥି ପ୍ରବେଶୀ ରଘୁବୀର କରିବେ ରାକ୍ଷସ ବିନାଶ ରକ୍ଷିଣ ତିନି ପୁରେ ଯଶ ତୁମ୍ଭଙ୍କୁ ଧରିବେ ମାଏ ଦେଖିବେ ସ୍ୱର୍ଗେ ଦେବତାଏ ଆକାଶ ପୁଷ୍ପ ହେବ ବୃଷ୍ଟି ଉଶ୍ୱାସ ଲଭିବ ଏ ସୃଷ୍ଟି ଏମନ୍ତ କପି ବାକ୍ୟ ଶୁଣି କହନ୍ତି ଜନକ ନନ୍ଦିନୀ ରେ ପୁତ୍ର ଏବେ ତୁ ହି ଶୁଣ କ୍ଷୁଦ୍ର ଯେ ତୋହରି ସମାନ ଅଛନ୍ତି କପି ସେନାଗଣ କି କରିବେ ରୁକ୍ଷ ଭବନ ଲଙ୍କାରେ ରାକ୍ଷସ ଯେତେକ ବଳବାନ ସେ କୁଏକ 60 ହାତର ପ୍ରମାଣ ସବୁରି କଳେ ବରମାନ ସତୀ କହନ୍ତି ହନୁମାନ ପରମ ସନ୍ଦେହ ମମନ ଶୁଣିଣ ସୀତାଙ୍କ ସନ୍ଦେହ ପ୍ରକଟ କଲା ନିଜ ଦେହ କନକ ପର୍ବତ ପରି ଦିଶଇ ହନୁମାନ ସରି ଯୁଦ୍ଧରେ ଏହା ବଳବନ୍ତ ଏ ମହାବୀର ହନୁମନ୍ତ ହୋଇଲା ଭରସା ଏସନ ଦେଖିଏ ରୂପେ ହନୁମାନ ସୀତାଙ୍କ ପଦେ ପ୍ରଣମିଲା କ୍ଷୁଦ୍ର ରୂପରେ ପ୍ରକଟିଲା ଜଗତେ ବଳ ବୁଦ୍ଧିହୀନ
ବାନର କୂଳ ସିନା ଜାଣ ଲୋଭିଲେ ପ୍ରଭୁ କୃପା ଫଳ ସର୍ପ ହୁଏ ଗରୁଡ଼ କାଳ ଯେ ରାମ କୃପାକୁ ଲୋଭଇ ତାହାକୁ କାଳ ଯେ ଡରଇ ଏମନ୍ତ କପି ବାଣୀ ଶୁଣି ହରସ ଜନକ ନନ୍ଦିନୀ ବିଶେଷ ବଳ ତେଜ ଭକ୍ତି ଦେଖି ହରସ ସୀତା ସତୀ ତୁମ୍ଭର ବଳ ବୁଦ୍ଧି ବୃଦ୍ଧି ହେଉ ସକଳ କାର୍ଯ୍ୟ ସିଦ୍ଧି ରାମ ଭକତେ ଆଶୀର୍ବାଦ ବୋଇଲେ ହେଇ ନିର୍ବିବାଦ ହୁଅ ତୁ ଅଜର ଅମର ଗୁଣ ନିଧି ହେ ପୁତ୍ର ମୋର ଶ୍ରୀରାମ ପଦେ ସଦା ଭକ୍ତି ହେଉ ତ ସ୍ଥିର ବୁଦ୍ଧିମତୀ ସେ ପ୍ରଭୁ ସଦୟା କରିବେ ସକଳ ବିଘ୍ନକୁ ଖଣ୍ଡିବେ ଶୁଣିଣ ହେମନ୍ତ ଭାରତୀ ଆନନ୍ଦ ହୋଇଲା ମାରୁତି ପରମ ପ୍ରେମରେ ମଗନ ହୋଇଲା କେଶରୀ ନନ୍ଦନ ସୀତାଙ୍କ ପାଦେ ବାରମ୍ବାର ହନୁଜେ ଲଗାଇଲା ଶିର ମାରୁତି ଦୁଇ କର ଯୋଡ଼ି କହେ ଉତ୍ତର ପାଦେ ପଡ଼ି ମାତ ମୁଁ ହୋଇଲି ନିର୍ଭର ଜାଣ ଇଏ ସାରା ସଂସାର ତୁମ୍ଭର ଆଶୀର୍ବାଦ ସତ୍ୟ ଧନ୍ୟ ହୋଇଲି ଲଭିମାତ ମାତା ମୁଁ ବାନର ଧମ ଏଥି ବହୁତ ଫଳମାନ ଦକ୍ଷିଣ କ୍ଷୁଧାରେ ଉଦର ହେଉଛି ମୋହର ଆକୁଳ ସୀତା ଉବାଚ ସାଦରେ କପି ବାଣୀ ଶୁଣି ବୋଲନ୍ତି ସତୀ ଶିରୋମଣି ଶୁଣରେ ପୁତ୍ର ହନୁମାନ ଦେଖୁଛୁ ଏ ଯେଉଁ ବିପିନ ଅଛନ୍ତି ବହୁ ରଖୁଆଳ ସମସ୍ତେ ବପୁ ବଳଶୀଳ ଜାନକୀ କଥା ଶୁଣ ଗିର ବୋଲଇ ହନୁମନ୍ତ ବୀର କହେ ହନୁମାନ ତୁମ୍ଭର ମନ ସ୍ୱଚ୍ଛ ଥିଲେ ମାତର ଯାହାକୁ ଭୟ ନାହିଁ ମୋର ମନରୁ ଚିନ୍ତା ଦୂର କର ବାନର ବଳ ବୁଦ୍ଧି ଦେଖି ଯାଓରେ କହନ୍ତି ଜାନକୀ ରାମଚରଣେ ରଖି ମନ ଖାଓରେ ମିଠା ଫଳମାନ ସୀତାଙ୍କ ପାଦକୁ ବନ୍ଦିଣ ହନୁ ଚଳିଲା ମଧୁବନ ବୃକ୍ଷ ଉପାଡ଼ି ଭାଙ୍ଗି ଡାଳ ବାନର ଖାଏ ମିଠା ଫଳ ବହୁତ ରଖୁଆଳ ତହିଁ ଥିଲେଟି ଉପବନେ ରହି ବାନର କାହାକୁ ମାଇଲା କେହୁ ଭୁବନକୁ ଧାଇଲା ଏ ଭଏ ଉପବନ ଭାଗେ କେହୁ କହେ ରାବଣ ଆଗେ ଭୂଦେବ କାହୁଁ କପି ଆସି ଅଶୋକ ବାଟିକାରେ ପଶି କରଇ ଦେଖ ଛାର ଖାର କାହାକୁ ନାହିଁ ତାର ଡର ବାର ତାରା ବଣ ଶୁଣିଣା ବହୁ ବୀର ସ୍ୱର ପେଶିଲା ଦେଖି ବହୁତ ସୁରବୀର ଗର୍ଜଇ ପବନ କୁମାର ସକଳ ରାକ୍ଷସ ଦେଖିଣ ମାଇଲା କପି ଗୋଡ଼ାଇଣ କେତେ ଯେ ଦର ମରା ହୋଇ କେତେକ ଗଲେ ବାର୍ତ୍ତା ନେଇ ରାବଣ ପଠାଇଲା ବୀର ତହିଁକି ଅଶୋକ କୁମାର ବହୁତ ସୈନ୍ୟ ଘେନି ସଙ୍ଗେ ଚଳଇ ସେ ଅସୁର ରଙ୍ଗେ ତାକୁ ଆସିବାର ଦେଖିଣ ଉପାଡ଼ି ବହ ବୃକ୍ଷମାନ ପିଟି ପିଟି ତାହାକୁ ମାରି ହନୁ କରଇ ସିଂହ ରଡ଼ି ମାଇଲା କାହାକୁ ମର୍ଦିଲା କାହାକୁ ଧୂଳି ସାତ କଲା ରାକ୍ଷସ କେବା ବଞ୍ଚି ପ୍ରାଣେ ଯାଇଣ କହଇ ରାବଣେ ବୋଧେ ବଏ ମୋର କଟ ବଳି ମାରିବ ସମସ୍ତଙ୍କୁ ଧରି ପୁତ୍ରର ବଧ ଶୁଣି ଗିର ଅତି କ୍ରୋଧରେ ଦଶ ଶିର ପଠାଏ ମେଘ ନାଦ ବୀର ବୀରଙ୍କ ମଧ୍ୟେ ବୀରବର ପଠାଇ ସୁତେ କହେ ବାଣୀ ନ ମାରି ବାନ୍ଧି ଆସ ଘେନି ଦେଖିବା ମର୍କଟ ସାହସ କାହୁଁ ଆସିଛି କେତାଇଶ ଚଳଇ ବୀର ଇନ୍ଦ୍ରଜିତ ସେ ବୀର ଯୋଦ୍ଧା ଅତୁଳିତ ଶୁଣି ତାହାର ଭାତୃବଧ ମନରେ ଭରି ବହୁ କ୍ରୋଧ ଆସଇ ଦେଖିଲା ବାନର ବହୁତ ଦାରୁଣ ଏ ବୀର ରାବ ଯେ କିଳି କିଳା କରି ହନୁ ଧାଇଁଲା ଗଦା ଧରି ବିଶାଳ ତରୁ ପାଡ଼ିଲା ମେଘନାଦ ପରେ ଫିଙ୍ଗିଲା ଭାଙ୍ଗିଲା ଇନ୍ଦ୍ରଜିତ ରଥ ଫିଙ୍ଗିଲା ଦୂରକୁ ତୁରନ୍ତ ତା ସଙ୍ଗେ ଥିଲେ ଯେତେ ବୀର ଶୋକରେ ମର୍ଦିଲା ବାନର ତାହାଙ୍କୁ ମର୍ଦି ନିଜ ଅଙ୍ଗେ ଯୁଝ ଇନ୍ଦ୍ରଜିତ ସଙ୍ଗେ ସତେ କି ଗଜରାଜ ଦୁଇ ରଣରଙ୍ଗରେ ମତ ହୋଇ ମୁଥାଏ ମାରି
ତାହାକୁ ଚଢ଼ିଗଲା ହନୁ ଗଛକୁ। ଦୈତ୍ୟ ଯେ କ୍ଷଣେ ମୂର୍ଚ୍ଛା ଗଲା, ଉଠିଣ ମାୟା ଆରମ୍ଭିଲା। ବହୁ ମାୟାରେ ଦୁରାଚାର, ଜିଣି ନହିଲା କପିବର। ବ୍ରହ୍ମୋସ୍ତ୍ର ସେ ସନ୍ଧାନିଲା, ଦେଖିଣ କପି ବିଚାରିଲା। ମୁଁ ଯେବେ ହି ବ୍ରହ୍ମସ୍ୱର, ନ ରଖେ ମର୍ଯ୍ୟାଦା ତାହାର। ତାର ମହିମା ଯେ ଅପାର, ନାଶ ହେବ କରେ ବିଚାର। ଦୈତ୍ୟ ଯେ ବ୍ରହ୍ମସ୍ୱର ମାରି, ବାନ୍ଧଇ ହନୁମାନ ଧରି। ପଡ଼ୁ ପଡ଼ୁ ସେ ହନୁମାନ, ମାରେ ବହୁ ଅସୁର ସୈନ୍ୟ। ବୁଝିଲା ଯେବେ ସେହି ଦୈତ୍ୟ, କପି ହୋଇଲାଣି ମୂର୍ଚ୍ଛିତ। ବାନ୍ଧି ତାହାକୁ ନାଗ ଫାସେ, ନେଇଣ ଗଲା ପିତା ପାଶେ। ଶିବ କହନ୍ତି ଉମା ଶୁଣ, ସୁମରିବାରେ ଯାର ନାମ। ଏ ଭବ ବନ୍ଧନ କାଟନ୍ତି, ସୁଜ୍ଞାନର ଯେ ସନ୍ଥ ଜ୍ଞାନୀ। ବନ୍ଧନେ ପଡ଼ି ତାଙ୍କ ଦୂତ, ବସ କି ହେବ ହନୁମନ୍ତ। ପ୍ରଭୁର କାର୍ଯ୍ୟ ଲାଗି ବସ, ହୋଇ ଶହେ କପି କଳେଶ। ବନ୍ଧା ହୋଇଲା ହନୁମାନ, ଶୁଣି ଧାଇଲେ ରୁକ୍ଷଗଣ। କୌତୁକ ପାଇଁ ତାକୁ ନେଲେ, ସଭାପୁରରେ ଉଭା କଲେ। ରାବଣ ସଭାକୁ ନୟନେ, ଦେଖିଣ ଆଚମ୍ବିତ ମନେ। ଦେଖିଣ ରାବଣ ପ୍ରଭୁତ, ଆଶ୍ଚର୍ଯ୍ୟ ହୋଇ ବାୟୁସୁତ। ସମସ୍ତ ସୁର ଦିଗପାଳ, ଭୟ ଅଛନ୍ତି ଯୋଡ଼ିକର। ଚାହାନ୍ତି ଭ୍ରୁକୁଟିକୁ ତାର, ସମସ୍ତେ ହୋଇଣ ଆକୁଳ। ଏମନ୍ତ ପ୍ରତାପ ଦେଖିଣ, କେବେ ନ ଡରେ ହନୁମାନ। ଗରୁଡ଼ ପକ୍ଷୀ ଡରଇକି, ଅହିର ଆଡ଼ମ୍ବର ଦେଖି। ରାବଣ କପି କିଅ ନାହିଁ, କଟୁବାଣୀ ସେ କ୍ରୋଧେ କହି। ସୁମରି ପୁତ୍ର ମୃତ୍ୟୁ ତାର, ହୃଦେ କାନ୍ଦେ ହୋଇ ବିକଳ। ରାବଣ କହେ କ୍ରୋଧ ଭରେ, କାହିଁର ବାନର ତୁଆରେ। କାହାର ବଳେ ଛାର ଖାର, କଲୁ ମଧୁବନ ବାନର। କେବେ କି କାନେ ନାହୁଁ ଶୁଣି, ମୋ କଥା ଶଠ ଶିରୋମଣି। ରେ ଶଠ ଶୁଣି ମୋର କଥା, ହୃଦୟ ତ ନାହିଁ ଭୟ ବ୍ୟଥା। କେଉଁ ଅପରାଧରେ ତୁହି, ମାଇଲୁ ଅସୁର ଗୋଡ଼ାଇ। ନାହିଁ କି ଆରେ ଶଠ ତୋର, ଜୀବନରେ କାହାକୁ ଡର। ଏମନ୍ତ ଶୁଣି ହନୁମାନ, କହେ ଶୁଣ ଶଠ ରାବଣ। ଯାହାର ଆଜ୍ଞା ମାନି ମାୟା, ରଚଇ ସଂସାରର କାୟା। ବ୍ରହ୍ମା ବିଷ୍ଣୁ ଯେ ମହେଶ୍ୱର, ପାଳନ କରି ଆଜ୍ଞା ଯାର। ସୃଷ୍ଟିକୁ କରନ୍ତି ପାଳନ, କରନ୍ତି ସଂହାର ରକ୍ଷଣ। ଯାର ଆଜ୍ଞାରେ ଅହିପତି, ଧରାକୁ ମସ୍ତକେ ଧରନ୍ତି। ସୁର ସନ୍ଥ ତାରଣ ପାଇଁ, ଯେ ଦେହ ବହୁତ ଧରଇ। ତୋପରି ମୂର୍ଖେ ଶିକ୍ଷା ଦେଇ, ସଂସାରେ ଧର୍ମ କୁସ୍ତାପଇ। କଠିନ ଶଙ୍କର କୋଦଣ୍ଡ, ଯେ ପ୍ରଭୁ କରିଥିଲେ ଖଣ୍ଡ। ତୋପରି ଲକ୍ଷ ଲକ୍ଷ ରାଜା, ଫେରିଲେ ପାଇ ଯହୁଁ ଲଜ୍ଜା। ତ୍ରିଶିରା ଦୂଷଣ ଯେ ଖର, ନାସିଲେ ବାଳି ଆଦି ବୀର। ଯାବଳ ମାତ୍ର ଲେଶ ପାଇ, ଜିଣିଲୁ ବ୍ରହ୍ମାଣ୍ଡକୁ ତୁହି। ଜାନାରି କରିଛୁ ହରଣ, ତାଙ୍କ ଦୂତ ମୁଁ ହନୁମାନ। ବଳ କଥା ମୁଁ ସବୁ ତୋର, ଜାଣଇ ମୋର ଖପାମର। ସହସ୍ର ବାହୁ ତୁଲେ ତୁହି, ସମର କରିଥିଲୁ ଯାଇ। ବାଳିର ତୁଲେ ଯୁଦ୍ଧ କରି, ଲଭିଲୁ ଯଶ କେତେ ହାରି। ହେମନ୍ତ ଶୁଣି ଦଶ ଶିରି, ଉଠଇ ଅଟ୍ଟହାସ କରି। ରାବଣେ କହେ କପିବୀର, କ୍ରୋଧରେ ଖାଇଲି ମୁଁ ଫଳ। ସ୍ୱଭାବେ ମୁଁ ଅଟେ ବାନର, ତାଡ଼ିଲି ବୃକ୍ଷ କୁଶକଳ। ଦେହ ସବୁରି ଅଟେ ପ୍ରିୟ, ହେ ରାଜା ଅନ୍ୟ କିଛି ନୁହଁ। ତ ମନ୍ଦ ବୁଦ୍ଧି ଦୈତ୍ୟଗଣ, ମୋତେ ମାଇଲେ କି କାରଣ। ଯେଉଁ ଦୈତ୍ୟ ମୋତେ ମାରଇ, ମୁଁ ତାକୁ ମାଇଲି ଗୋଡ଼ାଇ। ତହୁଁ ବାନ୍ଧିଣ ଇନ୍ଦ୍ରଜିତ, ମୋତେ ଆଣିଛି ତବ ସୁତ। ବାନ୍ଧିଲା ବୋଲି ନାହିଁ ଲାଜ, ମୁହର୍ଷ ହେବ ପ୍ରଭୁ କାର୍ଯ୍ୟ। କର ଯୋଡ଼ୁଛି ମୁଁ ରାବଣ, କହଇ ବିନତି ମୋ ଘେନ। ମୋର ଶିକ୍ଷା କଥା ଯେବାରେ, ଶୁଣ ତୁ ଦୈତ୍ୟପତି ଥରେ। ଗରବ ତେଜ ନିଜ କୂଳ, ପଦ୍ଧତି କର ତୁ ବିଚାର। ଭ୍ରମକୁ ଏଡ଼ି ତୁ ହି ଭଜ, ଦୁଃଖ ହାରି ପଦ ସରୋଜ। କାଳ ନାଶଇ ଚରାଚର, ସେ ମଧ୍ୟ ନାଶେ ସୁରାସୁର। ସେ କାଳ ପ୍ରଭୁଙ୍କୁ ଡରଇ,
ଭଏ ଯେ ଥର ହର ହୋଇ ସେ ପ୍ରଭୁ ତୁଲେ ତୁ ରାବଣ ନକର ଶତ୍ରୁ ଆଚରଣ ରାବଣ ମର ବୋଲ କର ସୀତା ସମର୍ପି ସେ ପୟର ପ୍ରଣତ ପାଳ କୃପା ସିନ୍ଧୁ ଖରାରି ରଘୁ କୁଳ ଇନ୍ଦୁ ରଖିବେ ପଶିଲେ ଶରଣ ପାଶରି ତୋ ପ୍ରାଧ ଜାଣ ଶ୍ରୀରାମ ଚରଣ ପଙ୍କଜ ହୃଦୟ ଧରି ନିତ୍ୟ ଭଜ ଲଙ୍କାରେ ଅଚଳ ରାଜୁତି ଭୋଗ କର ତୁ ଲଙ୍କାପତି ଯଶ ପୁଲସ୍ତ୍ୟ ଋଷିଙ୍କର ଅଟଇ ଚାରୁ ଶଶଧର ପବିତ୍ର ବଂଶ ଯଶ ଗୁଣ ନହୁଅ କଳଙ୍କ ରାବଣ ରାମ ନାମ ବିନାଏ ବାଣୀ ଶ୍ରୁତି ମଧୁର ନହେ ପୁଣି ବାରେ ତୁ ଘେନ ମୋ ବଚନ ଶ୍ରୀରାମ ପଦେ ଧିଅ ମନ କାମ ମଦ ମୋହକୁ ତେଜ ଶ୍ରୀରାମ ନାମ ତୁ ହି ଭଜ ପିନ୍ଧିଣ ସବୁ ଅଳଙ୍କାର ନ ପିନ୍ଧିବ ସନ ସୁନ୍ଦର ଦିଶେ କି ସୁନ୍ଦରୀ ନାଗରୀ କହତା ଶୋଭା ତୁ ସୁରାରୀ ଯେ ଜନ ଶ୍ରୀରାମ ବିମୁଖ ପ୍ରଭୁତା ସମ୍ପତ୍ତି ଯେ ସୁଖ ଥିଲେ ନଥିଲା ତାର ସରି ଖ୍ୟାତି ମିଳିଲେ ଦୁଃଖ ପରି ଜଳ ନାହିଁ ଯେ ତଟ ନୀର ବର୍ଷାନ୍ତି ଶୁଷ୍କ ରହେ ଚିର ପ୍ରତିଜ୍ଞା କରି ହନୁମାନ କହି ଶୁଣ ତୁ ରାବଣ ଶ୍ରୀରାମ ବିମୁଖ ଜନର ରଖନ୍ତା ନାହିଁ ଏ ସଂସାର ଆରେ ପାମର ରାମଦ୍ରୋହୀ ତୋତେ ନ ରଖିବେ କେହି ତେଜ ତୁ ଅଭିମାନ ମଦ ଅନ୍ତେ ସଦା ସେ ଦୁଃଖ ପ୍ରଦ କୃପା ସିନ୍ଧୁ ପ୍ରଭୁ ଶ୍ରୀରାମ ଭଜ ସଦା ତାଙ୍କ ଚରଣ ବୁଝାଇ କହିଲେ ପାବନି ବହୁତ ହିତ କର ବାଣୀ ବିବେକ ଭକ୍ତ ଯୁକ୍ତ ଭାଷା ପୁଣି କିରତି ନ୍ୟାୟ ମିଶା ହସି ଅଭିମାନୀ ରାବଣ ଉତ୍ତରି କହେ ସେ ଅଧମ ବାନର ବଡ଼ ଜ୍ଞାନୀ ତୁହି ମୋହର ଗୁରୁ ପ୍ରାୟ କହି ରେଖଳ କପି ମୃତ୍ୟୁ ତୋର ହେଲାଣି ନିକଟ ପାମର ଅଧମ ମର୍କଟଟା ହୋଇ ମୋତେ ବୁଦ୍ଧି ଶିଖାଇ ତୁହି ତା ଶୁଣି କହେ ହନୁମାନ ତୁ ନିଶ୍ଚୟ ମରିବୁ ରାବଣ ତୋ ମୋତେ ଭ୍ରମ ହୋଇଲାଣି କଥା ତ ଜଣା ପଡ଼ିଲାଣି କପିର ଏହି ବାଣୀ ଶୁଣି ଅତି କ୍ରୋଧରେ ବିଷ ପାଣି କ୍ରୋଧରେ ହୋଇ ଜର ଜର କହଇ ତ୍ୱରିତ ସଂହାର ରାବଣ ବଚନ ଶୁଣିଣ ମାରି ଗୋଡ଼ାନ୍ତି ଦୈତ୍ୟଗଣ ବିଭୀଷଣ ମନ୍ତ୍ରୀ ସହିତ ଏକାଳେ ହୁଏ ଉପସ୍ଥିତ ପାଦରେ ପଡ଼ି ଜଣାଇଲା ବହୁତ ବିନତି ସେ କଲା ଦୂତକୁ ମାଇଲେ ହେ ପ୍ରଭୁ ନାଶ ହୋଇବ ନୀତି ସବୁ ବିଚାରି ଅନ୍ୟ ଦଣ୍ଡ ତାକୁ ଦିଅନ୍ତୁ କିଛି ଏ କପିକୁ ଭଲ ବୁଦ୍ଧି ଏ ବିଭୀଷଣ ସକଳେ କହିଲେ ପ୍ରମାଣ ରାବଣ କହେ ହସି କରି ପଠାଅ ଅଙ୍ଗ ଭଙ୍ଗ କରି ଲାଙ୍ଗୁଡ଼ ପ୍ରିୟ ମର୍କଟର ବୁଝାଇ କହି ସକଳ କନା ବାନ୍ଧିଣ ଢାଳି ତୈଳ ସମସ୍ତେ ଲଗାଅ ନଳ ବାନର ପୁଚ୍ଛ ହୀନ ହୋଇ ଅତିଷ୍ଠ ହୋଇ ଫେରିବଇ ନିଜ ପ୍ରଭୁ ସଙ୍ଗେ ବାନର ନେଣ ଆସିବ ମୁକର ଯାହାର ବଳ ଯଶ ଗୁଣ ଏତେ କବି କରେ ବର୍ଣ୍ଣନ ସେ ପ୍ରଭୁ କେତେ ଯେ ପ୍ରତାପୀ ଦେଖିବା ଯାର ଦୂତ କପି ତାର ବଚନ ଶୁଣି କନେ କପି ହସଇ ମନେ ମନେ ବାଗ୍ଦେବୀ ସାହା ହେଲେ ମୋର ମନରେ ଭାସେ କପିବର ରାକ୍ଷସେ ରାବଣ ଆଜ୍ଞାରେ ଯତ୍ନେ ଲାଗିଲେ ଧାତିକାରେ କପି ଯେ ଲାଙ୍ଗୁଡ଼ ବଢ଼ାଇ ନଗର ଖେଳାଏ ବୁଲାଇ ନଗରେ ଥିଲା ଯେତେ ବସ୍ତ୍ର ଅଣ୍ଟଇ ନାହିଁ ତୈଳ ଘୃତ କୌତୁକ ଦେଖିବାକୁ ଠୁଳ ହୋଇଲେ ସର୍ବରକ୍ଷକୁଳ ପାବନି ଲାତ ମାରୁଥାନ୍ତି ସମସ୍ତେ ହସି ଦେଉଥାନ୍ତି ଢୋଲ ବଜାଇଣ ସକଳେ ବୁଲାନ୍ତି ନଗରେ ନଗରେ ସମସ୍ତେ ଦେଇ କରତାଳି ପୁଛରେ ଅଗ୍ନି ଦେଲେ ଜାଳି ଜଳଇ ଅଗ୍ନି ଦେଖି ବୀର ଲଘୁ ରୂପ ହେଲା ବାନର ଡେଇଁ ଚଢ଼ିଲା ଖରତରେ କନକ ଅଟାଳି ଉପରେ ଦେଖି କପି ଅଟାଳି ପରେ ରାକ୍ଷସଙ୍କର ହୃଦ ଥରେ ସେ କାଳେ ବାୟୁ ଅଣଚାଷେ ବହିଲା ବିଧାତା ଦେଶେ
କପିବ ତୁମ୍ଭେ ଆକାଶ ଗର୍ଜଇ କରି ଅଟହାସ ପର୍ବତ ସମ ଦେହ ତାର ଲାଗଇ ହାଲୁକା କପିର ମନ୍ଦିର ମନ୍ଦିର ସେ ଡେଇଁ ବିନା ସଂକୋଚେ ସେ ବୁଲଇ ଜଳିଲା ଲଙ୍କାର ନଗର ଲୋକେ ହୋଇଲେ କଲବଲ ଛାତି ମୁଣ୍ଡ ପୋଡ଼ି ସକଳ ବହୁମନ୍ତେ ହୋଇ ବିକଳ ବାପା ମା ଡାକନ୍ତି କାତରେ ବଞ୍ଚାଇବ କେ ବିପଦରେ ମୁହିଁ ଯେ ଆଗୁ କହିଥିଲି ନୁହେଟିଏ ବାନର ବୋଲି ଏକେହୁ ଦେବତା ପ୍ରବର ନିଶ୍ଚୟ ରୂପେ କପିବର ସାଧୁ ଅବଜ୍ଞା କଲେ ଜାଣ ଫଳଇ ଫଳଟିଏ ସନ ନଗର ହୋଇ ହତଶିରି ଜଳଇ ସେ ଅନାଥ ପରି ଏକଇ ନିମିଷେ ଜଳିଲା ଲଙ୍କା କଟକ ଭସ୍ମ ହେଲା ବିଭୀଷଣର ଘର ଏକା ସେଥିରୁ ପାଇଗଲା ରକ୍ଷା ଶିବ କହନ୍ତି ଉମା ଶୁଣ ଯାହାଙ୍କ ଭକ୍ତ ବିଭୀଷଣ ସୃଜନ୍ତି ଅଗ୍ନି ସେହି ଯେଣୁ ରକ୍ଷା ହୋଇଲା ତାର ତେଣୁ ଓଲଟି ପାଲଟି ନଗର ଜାଳି ସିନ୍ଧୁରେ ଡିଏଁ ବୀର ପୁଛ ବୁଝାଇ ଶ୍ରମ ହରି ପୁଣି ଲଘୁରୁ ପକୁ ଧରି ଜନକ ସୁତାଙ୍କ ଛାମୁର ଉଭା ହୋଇଲା ଯୋଡ଼ି କର ଦିଅ ମାତା କିଛି ସଂକେତ ଦେଇନଥିଲେ ଜେନେନାଥ ମଥାମଣି ତହୁଁ କାଢ଼ିଲେ ହନୁକୁ ସତୀ ସମର୍ପିଲେ ଅତିହର ସେ କପି କରେ ତାହାକୁ ଧଇଲା ଦରେ କହିବୁ ପୁତ୍ର ହନୁମାନ ମୋହର ସାଷ୍ଟାଙ୍ଗ ପ୍ରଣାମ ତୁମ୍ଭେ ଯେ ଦୟାର ସାଗର ମୋ ମନସ୍କାମ ପୂର୍ଣ୍ଣ କର ଯଶ ରକ୍ଷକ ଦୀନ ବନ୍ଧୁ ଆରତ ହାରି କୃପା ସିନ୍ଧୁ ସଙ୍କଟ ମୋର ବେଳୁ ବେଳ ଭାରି ହୋଇଲା ନାଥହର ଇନ୍ଦ୍ରତନୟ କଥା ତୁହି ପୁତ୍ର ତୁ କହିବୁ ଚେତାଇ ପ୍ରଭୁଙ୍କର ପ୍ରତାପ ବାଣୀ ବୁଝାଇ କହିବୁ ପାବନି ଏକ ମାସ ମଧ୍ୟରେ ଯେବେ ପ୍ରଭୁ ଏଠାକୁ ନ ଆସିବେ ଶୁଣ ଜୀବନ ମୋର କପି ଆଉ ନଥିବ ଟିକଦାପି କେମନ୍ତେ ରଖିବି ଜୀବନ କହ ବିଚାରି ହନୁମାନ ତୋତେ ଦେଖିଣ କପିବର ଶାନ୍ତ ହୋଇଲା ଛାତି ମୋର ଏବେଠୁ ପୁଣି ସେହି ଦଶା ସେହି ଦିନ ସେହି ମନୀଷା ସୀତାଙ୍କୁ ବୀର ହନୁମାନ ବହୁମନ୍ତରେ ପ୍ରବୋଧିଣ ଚରଣେ ନତ କରି ଶିର ଲେଉଟିଲା ସେ ମହାବୀର। ତୃତୀୟ ଅଧ୍ୟାୟ। ଫେରିବା ବେଳେ କପିବର ଗର୍ଜିଲା ସିଂହ ନାଦେ ବୀର ସେନାଦ୍ର ଦୈତ ବାମାଗଣ ଶୁଣି ଗର୍ଭସ୍ରବିଲେ ପଣ ଲଘିଣ ସମୁଦ୍ର ଅଇଲା ହନୁମାନ କୋଳେ ମିଳିଲା କିଳିକିଳା ଶବ୍ଦରେ ପୁଣି କମ୍ପାଇ ଦିଏ ସେ ଧରଣୀ ହରଷି ସରବେ ଚାହିଁଲେ ଆସେ ହନୁମାନ ଦେଖିଲେ ସର୍ବକପି ଆନନ୍ଦ ହେଲେ କି ନୂଆ ଜୀବନ ଲଭିଲେ ହନୁର ମୁଖ ଯେ ପ୍ରସନ୍ନ ଦେହେ ଅପୂର୍ବ ଦୀପ୍ତିମାନ ଜାଣିଲେ ଆସିଛି ସେ କରି ଶ୍ରୀରାମ କାର୍ଯ୍ୟ ସିଦ୍ଧି କରି ସରବେ ତାକୁ ଘେରି ଗଲେ ସମସ୍ତ କପି ହର୍ଷ ଭରେ ଯେପରି ଛଟ ପଟ ମୀନ ଯଥା କାଳେ ଲଭି ଜୀବନ ବାନର ଚଳିଲେ ସକଳେ ପଚାରି ପଚାରି ମାର୍ଗରେ ପଚାରି ବୁଝନ୍ତି ସନ୍ଦେଶ ପ୍ରବେଶ ରଘୁପତି ପାଶ ପ୍ରବେଶୀ ମଧୁବନେ ଯାଇ ଆରମ୍ଭ କଲେ ଗୋଳ ସେହି ଅଙ୍ଗଦ ସଙ୍ଗ ଦେ ମିଳିଣ ଖାନ୍ତି ତୋଳି ଫଳମାନ ମଧୁବନରେ ଜଗୁଆଳେ ବିରୋଧ କରନ୍ତି କାନରେ କପିଏ ମୁଥ ଯେ ମାରନ୍ତି ନିର୍ବୋଧ ସଭଏ ପଳାନ୍ତି ସୁଗ୍ରୀବେ ଯାଇ ଜଣାଇଲେ ଯୁବରାଜ ଯେ କପି ତୁଲେ ଛାର ଖାର ଉପବନକୁ କରନ୍ତି ନ ମାନି କାହାକୁ ଏମନ୍ତ ସୁଗ୍ରୀବ ଯେ ଶୁଣି ହରଷ ମନେ ମନେ ଗୁଣି ପ୍ରଭୁର କାର୍ଯ୍ୟ ସିଦ୍ଧ କରି ଆସିଲେ ଗୋ ବାନର ଫେରି ଯଦି ସେ ସୀତା ସମାଚାର ନ ପାଇଥାନ୍ତେ ବାନର କେଉଁ ସାହସେ ମଧୁବନେ ଫଳ ଖାଇଥାନ୍ତେ ସେମାନେ ଏମନ୍ତ ବିଚାର ବୀର ପ୍ରବେଶିଲେ ସର୍ବବାନର ସୁଗ୍ରୀବ ପାଦ ଧୂଳି ଶିରେ ସର୍ବବାନର ଲଗାଇଲେ
ରାଜା ଅତି ଆନନ୍ଦ ମନ କରିଲେ ତାଙ୍କୁ ଆଲିଙ୍ଗନ। ଯେତେ କୁଶଳ ବାର୍ତ୍ତା ସର୍ବ ବୋଲିଣ ପୁଛନ୍ତେ ସୁଗ୍ରୀବ। ଏ କାର୍ଯ୍ୟ ରାମ କୃପା ବଳେ ସିଦ୍ଧ ହେଲା ଦେବ ସକଳେ। ଏ କାର୍ଯ୍ୟ ସିଦ୍ଧ କଲା ହନୁ ବଞ୍ଚାଇଲା ଆମ୍ଭ ଜୀବନ। ଶୁଣିଣ ସୁଗ୍ରୀବ ଏମନ୍ତ ହନୁକୁ କଲା କୋଳାଗ୍ରତ। ହନୁର ତୁଲେ ସଙ୍ଗ ହୋଇ ରାମଙ୍କ ପାଶେ ସେ ଚଳଇ। ଆସିବା ଦେଖି ହନୁମାନ ଆନନ୍ଦ ହେଲେ ରଘୁରାଣ। କାର୍ଯ୍ୟ ସିଦ୍ଧି ହୋଇଲା ଜାଣି ଶିଳା ଉପରେ ରଘୁମଣି। ବିଜୟ କଲେ ଦୁଇ ଭାଇ କପିଏ ପ୍ରଣମନ୍ତି ଯାଇ। କପିଙ୍କୁ ଅତି ପ୍ରେମାଦର କରନ୍ତି କରୁଣା ସାଗର। ପୁଛନ୍ତି କୁଶଳ ବୋଲିଣ କୁଶଳ ଦେଖି ଶ୍ରୀଚରଣ। କହନ୍ତି ଜାମ୍ବବନ୍ତ ବୀର ଶୁଣନ୍ତୁ ପ୍ରଭୁ ରଘୁବୀର। ତୁମ୍ଭର ଦୟା ବଳେ ପ୍ରଭୁ କାର୍ଯ୍ୟ ହୋଇଲା ସିଦ୍ଧି ସବୁ। ଆମ୍ଭ ଜନ୍ମ ସଫଳ ହେଲା ତୁମ୍ଭର କୃପା ଲାଭ ହେଲା। ପବନ ସୁତ ହନୁମାନ ନାଥ କରିଲା ଯେ ସାଧନ। ଏହି ସୁଖେ ପ୍ରଭୁ କେଶନ ମୁହିଁ ଯେ କରିବି ବର୍ଣ୍ଣନ। ପବନ ସୁତ ଏ ପବିତ୍ର ବିସ୍ତାରୀ ଅଛନ୍ତି ଚରିତ। ଜାମ୍ବବନ୍ତଙ୍କର କରଣୀ ଶୁଣିଲେ ଶ୍ରୀ କୋଦଣ୍ଡ ପାଣି। ଉଠିଣ ପ୍ରଭୁ ହୃଦେ ତାଙ୍କୁ ଧଇଲେ କୁଣ୍ଡାଇ ହନୁକୁ। ବଳଶୀଳତା ଗଲା ଛାଇ ପ୍ରଭୁଙ୍କୁ ରହିଲା ଅନାଇ। କହ ବୁଝାଇ ବାୟୁସୁତ ବୈଦେହୀ ଅଛନ୍ତି କେମନ୍ତ। କେମନ୍ତେ ଜୀବନ ଧାରଣ କରିଛି କହ ହନୁମାନ। ଶ୍ରୀ ରଘୁନାଥ ବାଣୀ ଶୁଣି ହନୁ କହି ଯୋଡ଼ି ପାଣି। ଦିବାର ଜନି ତୁମ୍ଭ ନାମ ପ୍ରହରା ଦିଅ ଇଟି ପୁଣ। ତୁମ୍ଭ ଧ୍ୟାନ ବାଟ ପ୍ରାୟ କିଳି ଅଛନ୍ତି ସେ ହୃଦୟେ। ଚାବି ପ୍ରାୟ ଦେଇ ନିଜର ଚରଣ ଲୋଚନ ଯୁଗଳ। କେଉଁ ବାଟରେ ପଞ୍ଚ ପ୍ରାଣ ପଳାଇ ପାରିବ ପବନ। ଆସିବା କାଳରେ ସେ ମୋତେ ବୁଝାଇ କହିଥିଲେ କେତେ। ଜୟନ୍ତ କାକ ଉପାଖ୍ୟାନ ଚେତାଇ କହିବାକୁ ପୁଣ। ମଥାମଣିକୁ କାଢ଼ି ମୋତେ ସମର୍ପିଲେ ମା ତମ ହାତେ। ଶୁଣିଣ ପ୍ରଭୁ ମଥାମଣି ଲଗାନ୍ତି ଭରେ ରଘୁମଣି। ଲୋତକ ଭରେ ଦୁଇ ନେତ୍ରେ କହିଛି ସୀତା ବାଣୀ ଯେତେ। ହେଦିନ ବନ୍ଧୁ ଆର୍ତ୍ତହର ପ୍ରଣତି ମୋର ଘେନା କର। ଅନୁଜ ଲକ୍ଷ୍ମଣ ସହିତେ ଚିନ୍ତଇ ସଦା ମୁହିଁ ଚିତେ। ମନ କର୍ମ ବଚନେ ମୁହିଁ ସର୍ବଦା ଅନୁଗତ ରହି। କି ଅପରାଧ ମୋ ଦେଖିଲ ମୋତେ ରଘୁନାଥ ତେଜିଲ। ଏକମାତର ଅବଗୁଣ ଯାହା ଅଛି ମୋହର ଶୁଣ। ତୁମ୍ଭର ବୀର ହେ ଶରୀର ନ ତୁଟଇ ଯାହା ମୋହର। ମୋହର ଦୋଷୀ ସିନା ମାତ୍ର ଅଟଇ ଯୋଡ଼ା ଦୁଇ ନେତ୍ର। ତୁମ୍ଭର ଦର୍ଶନ ଆସେ ମରଣ ମୋ ଦେହ ନଗ୍ରାସେ। ନ ତୁଟି ତୁମ୍ଭ ବିରହରେ ଏତନୁ ଯାଆନ୍ତା ଅନଳେ। ନିଶ୍ୱାସ ପବନରେ ଜଳି ଯାଆନ୍ତା ତନୁ ତୁଳା ପରି। ଦର୍ଶନ ଲୋଭରେ ମାତ୍ର ଅଧମ ଏଇ ଦୁଇ ନେତ୍ର। ବଞ୍ଚିବା ଆଶାରେ ଜୀବନ ସିଞ୍ଚଇ ସେହୁ ଘନ ଘନ। ବିରହ ନଳକୁ ସେହି ଲିଭାଇ ବଞ୍ଚାଇ ରଖଇ। ମାତ୍ରା ବିପତ୍ତି ବହୁ ଘୋର ସେ ଦୁଃଖ ନବ ନିମାସାର। ହେ ପ୍ରଭୁ ନିମିଷ ପ୍ରତ୍ୟେକ କଳପ ସମ ବିତେ ତାଙ୍କ। ଖଳ ବଳ ଜିଣିଣ ନାଥ ଉଦ୍ଧର ସୀତାଙ୍କୁ ତୁରିତ। ଦୁଃଖ ଶୁଣି ସୁଖ ସାଗର ନେତ୍ର ଝରାଇ ଅଶ୍ରୁ ଜଳ। କାୟ ମନ ବାକ୍ୟରେ ଯେହି ମୋହର ଶରଣ ନିଅଇ। ସ୍ୱପ୍ନେ କି ଦୁଃଖ ପଡ଼େ ତାକୁ ଯେ ନିତ୍ୟ ଧରେ ମୋ ନାମକୁ। ଏମନ୍ତ ପ୍ରଭୁଙ୍କ ବଚନ ଶୁଣି ବୋଲଇ ହନୁମାନ। ତୁମ୍ଭର ନାମ ସୁମରଣ ଯେ ନିତ୍ୟ ନ କରେ ଭଜନ। କିପରି ତାହାକୁ ଗୋସାଇଁ ବୋଲିବା ସଂସାରରେ ସେହି। ଏକି ବିପତ୍ତି ବଡ଼ କଥା ଦୈତ୍ୟ ନାଶିଣ ହର ବ୍ୟଥା। ହନୁକୁ ଚାହିଁ ରଘୁବୀର ତୋପରି ଉପକାରୀ ମୋର। ସୁର ମନୁଷ୍ୟ ମୁନି କେହି ସଂସାର ମଧ୍ୟରେ ଯେ ନାହିଁ। କିଅ ବା ପ୍ରତି ଉପକାର
କରିପାରିବି ମୁହିଁ ତୋର ତୋହର ସନ ମୁଖେ ମୋର ମନ ହୁଇଲା ଜଭର ଶୁଣ ହନୁ ତୋହର ଋଣ ସୁଝି ନ ପାରିବ ଏ ଜନ୍ମ ହନୁମାନଙ୍କୁ ପୁନ ପୁନ ଚାହାନ୍ତି ରାଜୀବ ଲୋଚନ ଶରୀର ପୁଲକ ଉଠଇ ନେତ୍ରରୁ ଅଶ୍ରୁ ଝରୁଥାଇ ଶୁଣିଣ ପ୍ରଭୁଙ୍କ ବଚନ ଶ୍ରୀମୁଖ ଦେଖି ହନୁମାନ ହନୁର ଅନ୍ତରେ ହରସ କହିଣ ତ୍ରାହି ଜଗଦୀଶ ଲୋଟଇ ଦୁଇ ପାଦ ଧରି ପ୍ରେମାକୁଳରେ ହୃଦ ଭରି କପିକୁ ଉଠାନ୍ତି ସାଦରେ କପି ନ ଉଠେ ଭାବ ଭରେ ପ୍ରଭୁ ଶ୍ରୀରାମ କଞ୍ଜ କରେ ତାହାର ଶିରେ ପରସିଲେ କହୁ କହୁ କଥା ତାଙ୍କର ମୁଗ୍ଧ ଶିବଙ୍କ ଯେ ଅନ୍ତର ପୁଣି ମନକୁ ସାବଧାନ କରିଣ ମଉଳି ମଣ୍ଡନ ଆରମ୍ଭ କଲେ ଦିଗମ୍ବର ସୁପୁଣ୍ୟ ସମ୍ବାଦ ସୁନ୍ଦର ଭୂମିର କପିକୁ ଉଠାଇ ଉରରେ ଲଗାଇଲେ ନେଇ କର ଧରିଣ ପାଶେ ତାକୁ ଧୀରେ ବସାଇଲେ କପିକୁ କହରେ କପି ରାବଣର ଶୋଷ ରଖିତ ଲଙ୍କାପୁର ଯାଇଣ ଯୋଡ଼ି ଲୁକେ ମନ୍ତ ଦୁର୍ଗ ଯେ ଦୁର୍ଗମ ମହତ ପ୍ରଭୁଙ୍କୁ ପ୍ରସନ୍ନ ଜାଣିଣ ବୋଲଇ ବୀର ହନୁମାନ ତେଜିଣ ଅଭିମାନ ଗର୍ବ କହଇ ବଚନ ସେ ଧ୍ରୁବ ବାନରଙ୍କର ବାହାଦୁରୀ ସଂସାରେ ଜାଣନ୍ତି ସବୁରି ଏ ଡାଳ ସେ ଡାଳକୁ ନେଇ ଖୋଦା ମାରିଣ ବୁଲେ ସେହି ସିନ୍ଧୁକୁ ଲଙ୍ଘି ମୋ ମାତର ଗଲିଟି ଯାହା ଲଙ୍କାପୁର ଭାଙ୍ଗିଣ ଯାହା ମଧୁବନ ମାଇଲି ମୋ ଅସୁରଗଣ ଏସବୁ ନୁହେଁ ମୋର ବଳ ପ୍ରଭୁଙ୍କ ପ୍ରତାପର ଫଳ ତୁ ଦୟା କଲୁ ଯାହାଠାରେ ଅଗମ୍ୟ କିସ ଅଛି ତାରେ ତୋହର ପ୍ରତାପ ଅନଳ ତୁଳା ଜାଳିବା ମାତ୍ର ଛାର ଆତ୍ମପୁରୁଷ ପ୍ରାୟ ହୋଇ ସଂସାରେ ଅଛ ସର୍ବଠାଇଁ ଜେଲଭେ ତୋହର ଦୟାକୁ ଦୁବର ହୁଏ ମହାମେରୁ ଘେନନ୍ତୁ ମୋହର ବିନତି ତୋପାଦେ ଅଖଣ୍ଡ ଭକତି ପ୍ରାପତି ହେଉ ପ୍ରଭୁ ମୋରେ ଯେ ଭକ୍ତି ଶିବ ମତି ହରେ ଏମନ୍ତ କପି ବାକ୍ୟ ଶୁଣି ଅସ୍ତୁ ହୋଇଲେ ଧନୁଷ ପାଣି ଶିବ କହନ୍ତି ଶୁଣ ଉମା ଶ୍ରୀରାମ ଭାବ ଯାରେ ଜଣା ଯାହାର ହୃଦେ ଭକ୍ତି ଥିବ ସେ କେବେ ଆନେ ନ ଭଜିବ ଜାଗ୍ରତ ହୁଏ ସମ୍ବାଦ ଯାହାର ହୃଦୟରେ ଆନନ୍ଦ ରାମ ଭକତି ମିଳେ ତାରେ ସେ ଧନ୍ୟ ଅଟେ ସଂସାରେ ଏମନ୍ତ ପ୍ରଭୁ ବାଣୀ ଶୁଣି ବାନର କଲେ ଜୟ ଧ୍ୱନି ଆନନ୍ଦେ ଜୟ ଧ୍ୱନି କଲେ ବନ ଆକାଶ କମ୍ପାଇଲେ ତହୁଁ କପିରାଜ ଡକାଇ ଶ୍ରୀରାମ ପାରୁ ସେ ବସାଇ କହନ୍ତି ହୁଅ ଏବେ ସଜ ଯିବାଣୀ ସୀତାଙ୍କୁ ଆଜ ବିଳମ୍ବ କାହିଁ ଆଉ କଲ ଚଳ ବହନ ଆଗଭର ମୋହର ଆଜ୍ଞା ଦେଇ ଡାକ ସବୁ ବାନର ସୈନ୍ୟ ଯାକ ଆକାଶେ ରହିଣ ଦେବତା ଦେଖିଏ କୌତୁକ ବାରତା କୁସୁମ ବରସି ଚଳିଲେ ଆପଣା ଲୋକେ ସେହୁ ଗଲେ ସୁଗ୍ରୀବ ଯୁଥ ଯୁଥ କରି ଡକାଏ ସୈନ୍ୟ ଭାଲୁ ହରି ଘେନିଣ ନାନା ରୂପବନ ଆସନ୍ତି ସର ବ୍ୟବହନ ରଘୁମଣିଙ୍କ ଶ୍ରୀପୟର ସମସ୍ତେ ଲଗାଇଲେ ଶିର ଗର୍ଜନ୍ତି କପି ବଳିଆର ଭଲୁକ ବଳ ବପୁଧର ଶ୍ରୀରାମ ସର୍ବ ସୈନ୍ୟ ଚାହିଁ କଳିଲେ ବଳ ତାଅ ନାହିଁ ରଘୁମଣିଙ୍କ କୃପା ବଳ ପାଇଣ ସର୍ବ କପିକୂଳ ପକ୍ଷଯୁକ୍ତ ଗିରି ସମାନ ପ୍ରକଟିଲେ ସେ ବଳବାନ ହର ସେ ପ୍ରଭୁ ବିଜେ କଲେ ମାର୍ଗେ ସୁଲକ୍ଷଣ ଦେଖିଲେ ସୀତାଙ୍କ ବାମାଙ୍ଗ ସ୍ଫୁରଇ ଶ୍ରୀରାମ ବିଜୟ ସୂଚାଇ ସୀତାଙ୍କ ହୁଏ ସୁଶକୁନ ରାବଣର ଯେ ଅଶକୁନ ବହୁ ଭାଲୁ ମର୍କଟ ଶ୍ରେଣୀ କେହ ବାପାରିବ ବରଣୀ ଲଙ୍କା କଟକେ ସେ ଚଳନ୍ତି ଭୀମନାଦରେ ଗରଜନ୍ତି ଚଳନ୍ତି ଗିରି ବୃକ୍ଷ ଧରି ନଖକୁ ଆୟୁଧ ସେ କରି ଆକାଶ ଭୂତଳେ ଯାଆନ୍ତି ଆନନ୍ଦେ ଶ୍ରୀହରି ଉଠନ୍ତି ସିଂହନାଦେ କପି ଚଳନ୍ତି ଦିପାଳେ ଡରେ ଚିତ୍କାରନ୍ତି ମହି ଦିଗଜ ଯେ ଚିତ୍କାରେ ଉଠଇ ଧରି ଗିରିଭରେ ଗୌରଭ ଆଲୋଡ଼ି ସାଗର ଉଠଇ ଶଶି ଦିନକର
ଧାବନ୍ତି ହୋଇ ମତୁଆଲା କରିଣ ନାଦ କିଳିକିଳା। କିନ୍ନର ମୁନି ନାଗସୁର ଭାବନ୍ତି ଦୁଃଖ ହେଲା ଦୂର। କେଶବ ଈଶ୍ୱର ଶ୍ରୀହରି ପ୍ରବଳ ପ୍ରତାପ ତାଙ୍କରି। ରାମ ରାଘବ ଜୟ ଜୟ ହରଣ କର ଭବ ଭୟ। ଏମନ୍ତ ପ୍ରଭୁ ଗୁଣ ସ୍ମରି ଚାଲନ୍ତି ମର୍କଟ କେଶରୀ। ରୁକ୍ଷ ବାନର ପାପ ଭାର ସହି ନ ପାରି ଶସ୍ତ୍ର ଶିର। ମୁରୁଛା ଯାଇ ବାରମ୍ବାର ଦଂଶନ୍ତି ପିଠି କମଠର। ଶ୍ରୀରାମ ପୁଣ୍ୟ ଅଭିଯାନ ସେ ଯେ ଅପୂର୍ବ ସୁଖଧାମ। ଏମନ୍ତେ ଯାଇଣ ଶ୍ରୀରାମ ପ୍ରବେଶିଲେ ସିନ୍ଧୁ ପୁଳିନ। ବୁଲି ଭଲ୍ଲୁକ କପିବୀର କରିଲେ ସୁଫଳ ଆହାର। ଭାବନ୍ତି ନିଶାଚର ଗଣ ବାନର ବହୁ ବଳବାନ। ରାକ୍ଷସଙ୍କର ବହୁ ଶଙ୍କା ଯେଦିନ ପୋଡ଼ି ଗଲା ଲଙ୍କା। ସରବେ କରନ୍ତି ବିଚାର ରାକ୍ଷସ ଲଭିବେ ସଂହାର। ଯାହାର ଦୂତ ବଳ ମୁଖେ ବରଣି ପାରୁ ନାହୁଁ ରୁଖେ। ସେ ଯେବେ ଲଙ୍କା ଆସିବ କିଏ ବାଉ ବରତିବ। ଦୂତ ମୁଖ ବାଣୀ ଶୁଣିଣ ମନେ ବିଚାରି ପୁରଜନ। ବ୍ୟାକୁଳ ହୁଅ ଅନ୍ତର ମନ୍ଦ ଧରି ହୁଏ ଅଧୀର। ରାକ୍ଷସ ରାଜ ପାଦ ଧରି ଏକାନ୍ତେ କହେ କର ଯୋଡ଼ି। କହଇ ମଧୁର ବଚନେ ନୀତି ବୁଝାଇ ଧୀର ମନେ। ହରି ତୁଲେ ବାଦନ କର ବଚନ ମାନ କାନ୍ତ ମୋର। ମନରେ ହେତୁ କର ସ୍ୱାମୀ ମୋହର ବୋଲ ହିତ ଜାଣି। ଯାହାଙ୍କ ଦୂତ ବାହାଦୁରୀ ଶୁଣିଣ ଏହି ଲଙ୍କାପୁରୀ। ରାକ୍ଷସ ଗୃହିଣୀଙ୍କ ଗର୍ଭ ନାଥ ହୋଇଲା ଡରେ ଶ୍ରବ। ତାଙ୍କୁ ସମର୍ପିତା ଘରଣୀ ଆନନ୍ଦେ ଭୋଗ ଏ ଧରଣୀ। ତୁମ ବଂଶ କମଳ ବନ ସୀତା ଯେ ଶୀତ ରାତ୍ରି ସମ। ନ ଫେରାଇଲେ ସୀତା ସତୀ ତୁମ୍ଭଙ୍କୁ ନାହିଁ ଭଲ ଗତି। ଶଙ୍କର ବାସୁ କି ଚାହିଁଲେ ରକ୍ଷା ନ କରି ବେଟି ଭଲେ। ରାକ୍ଷସ ଗଣ ଭେକ ସମ ରାମଙ୍କ ବାଣ ସର୍ପ ଜାଣ। ଗ୍ରାସିବାଗୁ ସର୍ବତେଜ ବୁଦ୍ଧି ବିଚାରି ମନେ ହେଜ। ତେଜିଣ ଦମ୍ଭ ଅହଙ୍କାର ପଶ ଶରଣ ସେ ପୟର। ଶ୍ରୀପଦେ ଶରଣ ପଶିଲେ ଅଭୟ ପ୍ରାପ୍ତି ହେବ ଭଲେ। ଆନନ୍ଦେ ରାଜ୍ୟ ଭୋଗ କର ପ୍ରଭୁଙ୍କ ପାଦେ ଆଶ୍ରା କର। ସେ ପ୍ରଭୁ ରାମ ଦୟାମୟ ଦୂର କରିବେ ସର୍ବ ଭୟ। ଶୁଣିଣ ମନ୍ଦ ଦରିବାଣୀ ହସଇ ଶଠ ଅଭିମାନୀ। ନାରୀ ଜାତିର ଏହି ଭାବ ସର୍ବଦା ସଭୟ ସ୍ୱଭାବ। ମୋହର ମଙ୍ଗଳ ସମୟେ କିମ୍ପା ଦେଖାଇ ସେତେ ଭୟେ। ମର୍କଟ ଦଳ ଆସି ଯେବେ ମୋହରପୁରରେ ପଶିବେ। ଖାଇ ତାଙ୍କୁ ଆନନ୍ଦ ମନେ ଯିବେ ଅସୁର ଗଣେ। ଯାହାର ଭୟେ ଲୋକପାଳ ଥରନ୍ତି ମନେ ଭରି ଡର। ତାହାର ସ୍ତ୍ରୀ ଡରି ମରେ ହସିବେ ପୁଣି ଏ ସଂସାରେ। ଶଠ ଏତେ କହି ହସିଲା ସ୍ତ୍ରୀକୁ ରେ ଲଗାଇଲା। ମଦ ଗର୍ଭରେ ଯାଇ ହେଳେ ପ୍ରବେଶ ହେଲା ସଭାସ୍ଥଳେ। ମନ୍ଦୋଦରୀର ମନେ ଚିନ୍ତା ବିପରୀତ ହେଲା ବିଧାତା। ସଭାରେ ବସନ୍ତେ ଦଇତ ସନ୍ଦେଶ ଆସି କହେ ଦୂତ। ସିନ୍ଧୁ ତୀରରେ କପି ସେନା ପ୍ରବେଶ କଲେଣି ମଣିମା। ମନ୍ତ୍ରୀଙ୍କୁ ପଚାରେ ରାକ୍ଷସ ବିଚାର ଏବେ ହେବ କିସ। ହସିଣ କହନ୍ତି ସକଳେ କି ବାଡ଼ର ଛାର ବାନରେ। ଜିଣିଛ ସୁରା ସୁରଗଣ ଏହାଙ୍କୁ ଡର କି କାରଣ। ମନ୍ତ୍ରୀ ବୈଦ୍ୟ ଗୁରୁ ତିନି ହେ ସଭଏ ପ୍ରିୟ ବାଣୀ କହେ। ରାଜଦେହ ଧର୍ମ ଏ ତିନି ପଦାର୍ଥ ନାଶ ହୁଏ ପୁଣି। ସେ ଦଶା ହେଲା ରାବଣର ସଭାରେ ସ୍ତୁତି କଲେ ତାର। ଆସିଲେ ବିଭୀଷଣ ବୀର ଚରଣେ ନତ କଲେ ଶିର। ବସିଲେ ଆସନରେ ଯାଇ କହି ଅବସର ପାଇ। କୃପାନିଧି ଯେବେ ପଚାର କରିବାକୁ ମୋତେ ବିଚାର। ବୁଦ୍ଧି ଅନୁସାରେ ମୋହର ଭାଇ ମୁଁ ଦେବି ଯେ ଉତ୍ତର। ନିଜର କହିଲାଣ ଯେବେ ବିଚାର ଶୁଭ ଗତି ଭବେ। ପର ନାରୀର ଆଶା ତେଜ ସୁଜ ସେ ସୁଖେ ଭୋଗ ରାଜ୍ୟ। ନହିଲେ ତୁମ୍ଭ ହିତ ନାହିଁ ଚତୁର୍ଥ ଚନ୍ଦ୍ର ପରି ହୋଇ। 14 ଭୁବନରେ ସେହି ଏକ ଛତ୍ରପତି ବୋଲାଇ। ଜୀବର ଦ୍ରୋହେ ଗତି ତାର ହୋଇ ନଷ୍ଟ ହେତୁ ଧର।
ମାନବ ଗୁଣର ସାଗର ସର୍ବଜୀବ ଠାରୁ ଚତୁର। ଅଳପ ଲୋଭ ପାଇ ସେହି ଅନେକ ଧନ୍ଦା ସେ ଲୋଭଇ। ଲୋଭ ମଦ କ୍ରୋଧ ଯେ କାମ ଏ ନରକର ବାଟ ଜାଣ। ଏସବୁ ବର ଜିଣ ଭାଇ ଭଜ ଶ୍ରୀରାମ ପଦେ ଯାଇ। ଯାହାଙ୍କୁ ସାଧୁ ସନ୍ଥ ଧ୍ୟାନ କରନ୍ତି ସର୍ବଦା ଭଜନ। ଭାଇ ରାମ ନୁହନ୍ତି ନର ଭୂପାଳ ଭୁବନ ଈଶ୍ୱର। ସେ ଯେ କାଳର ଅଟେ କାଳ କାଳ ଯାହାର ପରିଚାର। ପରମ ବ୍ରହ୍ମ ସେ ଅନନ୍ତ ଅନାମ ଅଜ ଭଗବନ୍ତ। ସରବ ବ୍ୟାପକ ଅର୍ଜିତ ଯାହାର ନାହିଁ ଆଦି ଅନ୍ତ। ଗୁରୁ ବ୍ରାହ୍ମଣ ହିତକାରୀ ସେ ପ୍ରଭୁ ନର ରୂପଧାରୀ। ଶ୍ରୀରାମ ସଜନ ରଞ୍ଜନ କୃପା ସିନ୍ଧୁ ଖଳ ଭଞ୍ଜନ। ବେଦ ଧର୍ମର ଯେ ରକ୍ଷକ ସନ୍ଥ ସୁର ମନୋରଞ୍ଜକ। ବୈରୀ ଭାବ ତେଜି ଭାଇ ପାଦେ ଶରଣ ପଶ ଯାଇ। ସେ ଯେ ପ୍ରଣତ ଦୁଃଖ ହର ରଘୁକୁଳର ଦିବାକର। ସମର୍ପିତାଙ୍କୁ ବହି ଦେହି ଭଜ ଶ୍ରୀରାମ ପଦେ ଯାଇ। ଯେ ବିଶ୍ୱଦ୍ରୋହ ପାପ କରେ ଶରଣ ସମ୍ଭାଳନ୍ତି ତାରେ। ମନରେ ହେଜ ମହାବୀର ଏ ପ୍ରଭୁ ପ୍ରକଟ ଶରୀର। ଜାନାମେ ନେଲେ କ୍ଷଣେ ଦଣ୍ଡେ ଅଶେଷ ପାପ ହେଳେ ଖଣ୍ଡେ। ପାଦରେ ପଡ଼ି ବାର ବାର ମୋର କହିବା ଘେନା କର। ମାନ ମଦକୁ ତେଜି ଭାଇ ଶ୍ରୀରାମ ପଦେ ଭଜ ଯାଇ। ପୁଲସ୍ତ୍ୟ ଋଷି ଶିଷ୍ୟ ହାତେ ବାର୍ତ୍ତା ପଠାଇଥିଲେ ତୋତେ। ଏ ଅବସରେ ତୋତେ ମୁହିଁ କହିଲି ସେହି କଥା ଭାଇ। ମନ୍ତ୍ରୀର ନାମ ମାଲ୍ୟବନ୍ତ ବିବେକୀ ଚତୁର ପଣ୍ଡିତ। ସେ ବିଭୀଷଣ କଥା ଶୁଣି ମନରେ ତାକୁ ହିତମଣି। କହଇଆ ହେ ନୃପବର ତୁମ୍ଭର ଭ୍ରାତା ନୀତିଧର। ଯାହା କହିଲେ ବିଭୀଷଣ ମନରେ ତାଙ୍କୁ ତୁମ୍ଭେ ଘେନ। ଏତେକ ଶୁଣିଣ ରାବଣ କହି ଶଠ ଦୁଇ ଜଣ। ଗାଓ ମୋର ବ୍ରତେ ଆସି ବୈରୀର ବଢ଼ାଇ ମିଶି। ଦୁହିଁଙ୍କୁ କରି ଦିଅ ଦୂର ଗଲେ ମନ୍ତ୍ରୀ ଆପଣାପୁର। କର ଯୋଡ଼ିଣ ଉଭା ହେଲା ତହିଁ ବିଭୀଷଣ ବୋଇଲା। କହଇ ଭାଇ ଶୁଣ ମୋର ବିନୀତ ଏ ମୋ ଦଶ ଶିର। ବେଦ ପୁରାଣ ଅଛି ଭଣି ଶୁଣନ୍ତୁ ଆହେ ନୃପମଣି। ସୁମତି କୁମତି ଏ ଜାଣ ଅଟଇ ସମସ୍ତଙ୍କ ଗୁଣ। ହୋଇଲେ ଜାଣ ତୁ ସୁମତି ବଢ଼ଇ ଅଚଳ ସମ୍ପତ୍ତି। କୁମତି ଠାରୁ ପୂଜଇ ଅପାର ବିପତ୍ତି ଘଟଇ। ତୁମ୍ଭଙ୍କୁ ଗ୍ରାସ ଇ କୁମତି ଫଳଟି ବିପରୀତ ଅତି। ହିତକୁ ମଣ ଛ ହିତ ଶତ୍ରୁଙ୍କୁ ମଣ ଅଛ ମିତ୍ର। ନିଶାଚର କୂଳର ଜାଣ ସୀତା ଯେ କାଳ ରାତ୍ରି ଶ୍ରମ। ସୀତାରେ କିମ୍ପା ଇଚ୍ଛ ପ୍ରୀତି ଏ ତୁମ୍ଭ ବିପରୀତ ମତି। ମାଗୁଛି ପାଦ ଧରି କରେ ରଖ ମିନତି ମୋର ବାରେ। ତୁମ୍ଭର ହିତ ହେବ ଜାଣ ସୀତା ସମର୍ପି ନେଇ ରାମ। ବେଦ ପୁରାଣ ସନମତ ଯେ ବାଣୀ ସାଧୁ ସମର୍ପିତ। ଶୁଣାନ୍ତି ନୀତି ମିଶାବାଣୀ ରାବଣେ ବିଭୀଷଣ ଭଣି। ଶୁଣି କ୍ରୋଧରେ ଦଶାନନ କହଇ ହୋଇ କମ୍ପମାନ। ରେଖଳ ବିଭୀଷଣ ଶୁଣ ତୋହର ଆସନ ନିଧନ। ମୋହର ବଳେ ତୋ ଜୀବନ ରହିଛି ପାମର ଜ୍ଞାନ। ଶ୍ରୀରାମ ସଦା ଶତ୍ରୁ ମୋର ତା ଶୁଭ କରୁଛୁ ବିଚାର। କହ ତୁ କେ ଅଛି ଜଗତେ ଯାରେ ଜିଣିଛି ନିଜ ହାତେ। ମୁଖର ହୀଣ ମୋର ପୁର ତପି ଗଣ ପ୍ରୀତି ତୋହର। ଯାଉ ତୁ ରାମେ କର ପ୍ରୀତି ତାଗେ ବଖାଣିବୁ ନୀତି। ରାବଣ ପଦାଘାତ କଲା ବିଭୀଷଣ ପଦେ ଲୋଟିଲା। ତାପାଦେ ନତ କରି ଶିର ବିନତି କରେ ବାରମ୍ବାର। ଶଙ୍କର କହନ୍ତି ଗୌରୀ ଏତ ସାଧୁର ବାହାଦୁରୀ। ମନ୍ଦ ଯେ ଚିନ୍ତିବା ଜନର ଉପକାରୀ ହୁଏ ତାହାର। ତୁମ୍ଭେ ମୋ ଭ୍ରାତା ପିତା ସମ କାନ୍ଦି କହଇ ବିଭୀଷଣ। ପ୍ରହାର ମତେ କଲ ତୁମ୍ଭେ ହରି ଭଜନ କର ଏବେ। ଏତେ କହିଣ ବିଭୀଷଣ ସକଳେ ଶୁଣ ଏ ବଚନ। ସତ୍ୟ ଶ୍ରୀରାମ ଭଗବାନ ସଭା ତ କାଳ ବସ ଜାଣ। ସେ ପାଦେ ପଶି ବିଚରଣ ଏହା ମୋ ସଂକଳ୍ପ ଜାଣ। ପଶ୍ଚାତେ ନ ଦେ ବୁଟି ଦୋଷ ହୋଇବ ନିଶ୍ଚୟ ତୋ ବିନାଶ। ଚଳିଲା ବିଭୀଷଣ ବୀର ଲୋଡ଼ିଲା ଶ୍ରୀରାମ ପୟର। ସେଦିନ ରାକ୍ଷସଙ୍କ ଆୟୁ କ୍ଷୀଣ ହୋଇଲା ଚାହୁଁ ଚାହୁଁ। ବୋଲନ୍ତି ଉମା ମୁଖ ଚାହିଁ କୈଳାସପତି ଭୂତ ସାଇଁ। ସାଧୁର ହେଲେ ଅପମାନ
ବିନାଶ ସକଳ କଲ୍ୟାଣ। ରାବଣ ବିଭୀଷଣ ତ୍ୟାଗ କରିଲା ପଡ଼ିଲା ଦୁର୍ଭାଗ୍ୟ। ଲଙ୍କାରୁ ବିଭୀଷଣ ହର୍ଷେ ଚଳିଲା ସୀତାପତି ପାଶେ। ସତେ ପୁରିବ ତାର ଆସ ଉପୁଜେ ସତ ଅଭିଳାଷ। ଦେଖିବି ପ୍ରଭୁ ପଦ ତଳ ଭକତ ସୁଖଦ କମଳ। ଯେ ପଦ ପର ସେ ପଥର ଅହଲ୍ୟା ହୋଇଲା ନିସ୍ତାର। ପବିତ୍ର ହୋଇଲା କାନନ ଦଣ୍ଡକ ପଞ୍ଚବଟୀ ଜାଣ। ଯେ ପଦ ସଦା ସୀତା ସତୀ ଅନ୍ତରେ ଚିନ୍ତା କରୁଥାନ୍ତି। ଯେ ପଦ ଧାଇଁଲା ପଛରେ ମାୟାକୁ ରଙ୍ଗେ ମାୟା ଧରେ। ହର ହୃଦୟରେ ପଦ୍ମ ହୋଇ ଯେ ପଦ ସଦା ବିରାଜଇ। ସେ ପାଦ ପଦ୍ମକୁ ଦେଖିବି ନେତ୍ର ମୋ ପବିତ୍ର କରିବି। ଆହା ମୋ ବଡ଼ ଭାଗ୍ୟ ଫଳେ ଦେଖିବି ରାମ ପଦ ଡୋଳେ। ଯେ ପାଦ ପାଦୁକାକୁ ଧରି ଭରତ ନେଲେ ଶିରେ ଧରି। ସେ ପାଦ ପଙ୍କଜର ରଜ ଲଭିବ ଏ ଅଧମ ଆଜ। ସପ୍ରେମେ କରିଣ ବିଚାର ପ୍ରବେଶ ହେଲା ସିନ୍ଧୁ ତୀର। କପି ଦେଖିଲେ ବିଭୀଷଣ ଭାବିଲେ ପେଶିଛି ରାବଣ। ଦକ୍ଷିଣ କପି ଗଣିତାକୁ ସନ୍ଦେଶ ଦେଲେ ସୁଗ୍ରୀବକୁ। ଯାଇଣ ରଘୁବୀର ପାଶ ସୁଗ୍ରୀବ କହିଲା ସନ୍ଦେଶ। ରାବଣ ଭାଇ ସେହି ବୀର ଲୋଡ଼ଇ ଆସିବ ଛାମୁର। ସୁଗ୍ରୀବ ପୁଛନ୍ତି ରାଘବ କୁହନ୍ତୁ ଶୁଭ କି ହୋଇବ। ଉତ୍ତରେ ସୁଗ୍ରୀବ କହି ଶୁଣ ଦୟାଳୁ ଭାବଗ୍ରାହୀ। ଜନମ ନିଶାଚର ଜନି ତାହାର ମାୟା ନୁହେଁ ଜାଣି। କାମରୂପୀ ତାମସ ଦେହି କି କାରଣେ ସେ ହୁଆ ସହି। ଭେଦ ଆମ୍ଭ ବୁଝିବା ପାଇଁ ଭାବଇ ମୋହି ସେ ଆସଇ। ବାନ୍ଧିଣ ରଖିବା ତାହାକୁ ପାଞ୍ଚିଛି ମନେ ମୁଁ ଏହାକୁ। କହନ୍ତି ସୁଗ୍ରୀବକୁ ରାମ କହିଲ ଉଚିତ ବଚନ। ମାତ୍ର ସଖାପଣ ମୋହର ରଖେ ଶରଣାଗତ ମୋର। ପ୍ରଭୁଙ୍କ ବାଣୀ ଶୁଣି ହନୁ ହରସି ଉଠ ଇତାତନୁ। ଭକ୍ତ ବତ୍ସଳ ଭାବଗ୍ରାହୀ ତା ବିନୁ କିଛି ଜାଣେ ନାହିଁ। ହାନି ହେବ ଭାବି ମନକୁ ଯେତେ ଯେ ଶରଣାଗତକୁ। ସେ ପାପି ପାମରର ମୁଖ ଚାହିଁଲେ ନ ମିଳଇ ସୁଖ। ପାପଙ୍କ ମଧ୍ୟରେ ପରମାଦ କୋଟିଏ ବିପ୍ର କରବଧ। ଶରଣ ପଶିଲେ ମୋଠାରେ ଶରଣ ସମ୍ଭାଳେ ମୁତାରେ। ଜୀବ ସମ୍ମୁଖ ହେଲେ ମୋର ଅନେକ ପାପ ଖଣ୍ଡେ ତାର। ସ୍ୱଭାବେ ପାପୀ ଜନଙ୍କର ବିଦିତ ଏ ସାରା ସଂସାର। ମନ ତା କେବେ ନ ପଶଇ ମୋର ଭଜନ ନ କରଇ। ବିଭୀଷଣର ମତି ଯେବେ ହୋଇଥାନ୍ତା ଫଳ ତେବେ। ମୋ ସମ୍ମୁଖେ ସେ କି ଆସନ୍ତା ଜାଣିନ ମୋତେ ରକ୍ଷହନ୍ତା। ନିର୍ମଳ ଅଟେ ଯାର ଚିତ୍ତ ଛନ୍ଦ କପଟୁ ଯେ ରହିତ। ସେ ଜନମ ପ୍ରିୟ ଅଟଇ ସେ ଅନ୍ତକାଳେ ମୋତେ ପାଇ। ମୋହର ମନେ କ୍ଲେଶ ନାହିଁ ଶୁଣ ସକଳ କପିତହିଁ। ନିଶ୍ୱାସ ପବନରେ ଜଳି ଯାଆନ୍ତା ତନୁ ତୋଳା ପରି। ଦର୍ଶନ ଲୋଭରେ ମାତ୍ର ଅଧମ ଏଇ ଦୁଇ ନେତ୍ର। ବଞ୍ଚିବା ଆଶାରେ ଜୀବନ ସିଞ୍ଚଇ ସେହୁ ଘନ ଘନ। ବିରହ ନଳକୁ ସେହି ଲିଭାଇ ବଞ୍ଚାଇ ରଖଇ। ମାତ୍ରା ବିପତ୍ତି ବହୁ ଘୋର ସେ ଦୁଃଖ ନବ ନିମାସାର। ହେ ପ୍ରଭୁ ନିମିଷ ପ୍ରତ୍ୟେକ କଳପ ସମ ବିତେ ତାଙ୍କ। ଖଳ ବଳ ଜିଣୀଣ ନାଥ ଉଦ୍ଧର ସୀତାଙ୍କୁ ତୁରିତ। ଦୁଃଖ ଶୁଣି ସୁଖ ସାଗର ନେତ୍ର ଝରାଇ ଅଶ୍ରୁ ଜଳ। କାୟ ମନ ବାକ୍ୟରେ ଯେହି ମୋହର ଶରଣ ନିଅଇ। ସ୍ୱପ୍ନେ କି ଦୁଃଖ ପଡ଼େ ତାକୁ ଯେ ନିତ୍ୟ ଧରେ ମୋ ନାମକୁ। ଏମନ୍ତ ପ୍ରଭୁଙ୍କ ବଚନ ଶୁଣି ବୋଲଇ ହନୁମାନ। ତୁମ୍ଭର ନାମ ସୁମରଣ ଯେ ନିତ୍ୟ ନ କରେ ଭଜନ। କିପରି ତାହାକୁ ଗୋସାଇଁ ବୋଲିବା ସଂସାରରେ ସେହି। ଏକି ବିପତ୍ତି ବଡ଼ କଥା ଦୈତ୍ୟ ନାଶିଣ ହର ବ୍ୟଥା। ହନୁକୁ ଚାହିଁ ରଘୁବୀର ତୋପରି ଉପକାରୀ ମୋର। ସୁର ମନୁଷ୍ୟ ମୁନି କେହି ସଂସାର ମଧ୍ୟରେ ଯେ ନାହିଁ। କିଏ ବା ପ୍ରତି ଉପକାର କରିପାରିବି ମୁହିଁ ତୋର। ତୋହର ସନ ମୁଖେ ମୋର ମନ ହୁଅଇ ଲାଜ ଭର। ଶୁଣ ହନୁ ତୋହର ଋଣ ସୁଝି ନ ପାରିବ ଏ ଜନ୍ମ। ହନୁମାନଙ୍କୁ ପୁନ ପୁନ ଚାହାନ୍ତି ରାଜୀବ ଲୋଚନ। ଶରୀର ପୁଲକ ଉଠଇ ନେତ୍ରରୁ ଅଶ୍ରୁ ଝରୁଥାଇ।
ଶୁଣିଣ ପ୍ରଭୁଙ୍କ ବଚନ ଶ୍ରୀମୁଖ ଦେଖି ହନୁମାନ। ହନୁର ଅନ୍ତରେ ହରସ କହିଣ ତ୍ରାହି ଜଗଦୀଶ। ଲୋଟଇ ଦୁଇ ପାଦ ଧରି ପ୍ରେମାକୁଳରେ ହୃଦ ଭରି କପିକୁ ଉଠାନ୍ତି ସାଦରେ କପି ନ ଉଠେ ଭାବ ଭରେ। ପ୍ରଭୁ ଶ୍ରୀରାମ କଞ୍ଜ କରେ ତାହାର ଶିରେ ପରସିଲେ କହୁ କହୁ କଥା ତାଙ୍କର ମୁଗ୍ଧ ଶିବଙ୍କ ଯେ ଅନ୍ତର। ପୁଣି ମନକୁ ସାବଧାନ କରିଣ ମଉଳି ମଣ୍ଡନ ଆରମ୍ଭ କଲେ ଦିଗମ୍ବର ସୁପୁଣ୍ୟ ସମ୍ବାଦ ସୁନ୍ଦର। ଭୂମିର କପିକୁ ଉଠାଇ ଉରରେ ଲଗାଇଲେ ନେଇ କର ଧରିଣ ପାଶେ ତାକୁ ଧୀରେ ବସାଇଲେ କପିକୁ। କହରେ କପି ରାବଣର ସୁସୁରକ୍ଷିତ ଲଙ୍କାପୁର ଯାଇଣ ଯୋଡ଼ି ଲୁକେ ମନ୍ତ ଦୁର୍ଗ ଯେ ଦୁର୍ଗମ ମହତ। ପ୍ରଭୁଙ୍କୁ ପ୍ରସନ୍ନ ଜାଣିଣ ବୋଲଇ ବୀର ହନୁମାନ ତେଜିଣ ଅଭିମାନ ଗର୍ବ କହଇ ବଚନ ସେ ଧ୍ରୁବ। ବାନରଙ୍କର ବାହାଦୁରୀ ସଂସାରେ ଜାଣନ୍ତି ସବୁରି ଏ ଡାଳ ସେ ଡାଳକୁ ନେଇ ଖୋଦା ମାରିଣ ବୁଲେ ସେହି। ସିନ୍ଧୁକୁ ଲଙ୍ଘି ମୋ ମାତର ଗଲିଟି ଯାହା ଲଙ୍କାପୁର ଭାଙ୍ଗିଣ ଯାହା ମଧୁବନ ମାଇଲି ମୋ ଅସୁରଗଣ। ଏସବୁ ନୁହେଁ ମୋର ବଳ ପ୍ରଭୁଙ୍କ ପ୍ରତାପର ଫଳ। ତୁ ଦୟା କଲୁ ଯାହାଠାରେ ଅଗମ୍ୟ କିସ ଅଛି ତାରେ। ତୋହର ପ୍ରତାପ ଅନଳ ତୁଳା ଜାଳିବା ମାତ୍ର ଛାର। ଆତ୍ମପୁରୁଷ ପ୍ରାୟ ହୋଇ ସଂସାରେ ଅଛ ସର୍ବଠାଇଁ ଜେଲ ଭେତୋହର ଦୟାକୁ ଦୁବରୁ ହୁଏ ମହାମେରୁ। ଘେନନ୍ତୁ ମୋହର ବିନତି ତୋପାଦେ ଅଖଣ୍ଡ ଭକତି ପ୍ରାପତି ହେଉ ପ୍ରଭୁ ମୋରେ ଯେ ଭକ୍ତି ଶିବ ମତି ହରେ। ଏମନ୍ତ କପି ବାକ୍ୟ ଶୁଣି ଅସ୍ତୁ ହୋଇଲେ ଧନୁଷ୍ପାଣି। ଶିବ କହନ୍ତି ଶୁଣ ଉମା ଶ୍ରୀରାମ ଭାବ ଯାରେ ଜଣା। ଯାହାର ହୃଦେ ଭକ୍ତି ଥିବ ସେ କେବେ ଆନେ ନ ଭଜିବ। ଜାଗ୍ରତ ହୁଏ ସମ୍ବାଦ ଯାହାର ହୃଦୟରେ ଆନନ୍ଦ। ରାମ ଭକତି ମିଳେ ତାରେ ସେ ଧନ୍ୟ ଅଟେ ସଂସାରେ। ଏମନ୍ତ ପ୍ରଭୁ ବାଣୀ ଶୁଣି ବାନର କଲେ ଜୟ ଧ୍ୱନି। ଆନନ୍ଦେ ଜୟ ଧ୍ୱନି କଲେ ବନ ଆକାଶ କମ୍ପାଇଲେ। ତହୁଁ କପିରାଜ ଡକାଇ ଶ୍ରୀରାମ ପାରୁ ସେ ବସାଇ। କହନ୍ତି ହୁଅ ଏବେ ସଜ ଯିବା ଆଣି ସୀତାଙ୍କୁ ଆଜ। ବିଳମ୍ବ କାହିଁ ଆଉ କଲ ଚଳ ବହନ ଆଗ ଭର। ମୋହର ଆଜ୍ଞା ଦେଇ ଡାକ ସବୁ ବାନର ସୈନ୍ୟ ଯାକ। ଆକାଶେ ରହିଣ ଦେବତା ଦେଖିଏ କୌତୁକ ବାରତା। କୁସୁମ ବରସି ଚଳିଲେ ଆପଣା ଲୋକେ ସେହୁ ଗଲେ। ସୁଗ୍ରୀବ ଯୁଥ ଯୁଥ କରି ଡକାଏ ସୈନ୍ୟ ଭାଲୁ ହରି। ଘେନିଣ ନାନା ରୂପବନ ଆସନ୍ତି ସର ବ୍ୟବହନ। ରଘୁମଣିଙ୍କ ଶ୍ରୀପୟର ସମସ୍ତେ ଲଗାଇଲେ ଶିର। ଗର୍ଜନ୍ତି କପି ବଳିଆର ଭଲୁକ ବଳ ଭପୁଧର। ଶ୍ରୀରାମ ସର୍ବ ସୈନ୍ୟ ଚାହିଁ କଳିଲେ ବଳ ତାଅ ନାହିଁ। ରଘୁମଣିଙ୍କ କୃପା ବଳ ପାଇଣ ସର୍ବ କପିକୁଳ। ପକ୍ଷଯୁକ୍ତ ଗିରି ସମାନ ପ୍ରକଟିଲେ ସେ ବଳବାନ। ହର ସେ ପ୍ରଭୁ ବିଜେ କଲେ ମାର୍ଗେ ସୁଲକ୍ଷଣ ଦେଖିଲେ। ସୀତାଙ୍କ ବାମାଙ୍ଗ ସ୍ଫୁରଇ ଶ୍ରୀରାମ ବିଜୟ ସୁଚାଇ। ସୀତାଙ୍କ ହୁଏ ସୁଶକୁନ ରାବଣର ଯେ ଅଶକୁନ। ବହୁ ଭାଲୁ ମର୍କଟ ଶ୍ରେଣୀ କେହ ବାପାରିବ ବରଣୀ। ଲଙ୍କା କଟକେ ସେ ଚଳନ୍ତି ଭୀମନାଦରେ ଗରଜନ୍ତି। ଚଳନ୍ତି ଗିରି ବୃକ୍ଷ ଧରି ନଖକୁ ଆୟୁଧ ସେ କରି। ଆକାଶ ଭୂତଳେ ଯାଆନ୍ତି ଆନନ୍ଦେ ଶ୍ରୀହରି ଉଠନ୍ତି। ସିଂହନାଦେ କପି ଚଳନ୍ତି ଦିକ୍ପାଳେ ଡରେ ଚିତ୍କାରନ୍ତି। ମହି ଦିଗଜ ଯେ ଚିତ୍କାରେ ଉଠଇ ଧରି ଗିରିଭରେ। ଗରଭ ଆଲୋଡ଼ି ସାଗର ଉଠଇ ଶଶୀ ଦିନକର। ଧାବନ୍ତି ହୋଇ ମତୁଆଲା କରିଣ ନାଦ କିଳିକିଳା। କିନ୍ନର ମୁନି ନାଗସୁର ଭାବନ୍ତି ଦୁଃଖ ହେଲା ଦୂର। କେଶବ ଈଶ୍ୱର ଶ୍ରୀହରି ପ୍ରବଳ ପ୍ରତାପ ତାଙ୍କରି। ରାମ ରାଘବ ଜୟ ଜୟ ହରଣ କର ଭବ ଭୟ। ଏମନ୍ତ ପ୍ରଭୁ ଗୁଣ ସ୍ମରି
ଚାଲନ୍ତି ମର୍କଟ କେଶରୀ। ରୁକ୍ଷ ବାନର ପାପ ଭାର ସହି ନ ପାରି ଶସ୍ତ୍ର ଶିର। ମୂରୁଛା ଯାଇ ବାରମ୍ବାର ଦଂଶନ୍ତି ପିଠି କମଠର। ଶ୍ରୀରାମ ପୁଣ୍ୟ ଅଭିଯାନ ସେ ଯେ ଅପୂର୍ବ ସୁଖଧାମ। ଏମନ୍ତେ ଯାଇଣ ଶ୍ରୀରାମ ପ୍ରବେଶିଲେ ସିନ୍ଧୁ ପୁଳିନ। ବୁଲି ଭଲ୍ଲୁକ କପିବୀର କରିଲେ ସୁଫଳ ଆହାର। ଭାବନ୍ତି ନିଶାଚର ଗଣ ବାନର ବହୁ ବଳବାନ। ରାକ୍ଷସଙ୍କର ବହୁ ଶଙ୍କା ଯେଦିନ ପୋଡ଼ି ଗଲା ଲଙ୍କା। ସରବେ କରନ୍ତି ବିଚାର ରାକ୍ଷସ ଲଭିବେ ସଂହାର। ଯାହାର ଦୂତ ବଳ ମୁଖେ ବରଣି ପାରୁ ନାହୁଁ ରୁଖେ। ସେ ଯେବେ ଲଙ୍କା ଆସିବ କିଏ ବାଉ ବରତିବ। ଦୂତ ମୁଖ ବାଣୀ ଶୁଣିଣ ମନେ ବିଚାରି ପୁରଜନ। ବ୍ୟାକୁଳ ହୁଏ ଅନ୍ତର ମନ୍ଦ ଧରି ହୁଏ ଅଧୀର। ରାକ୍ଷସ ରାଜ ପାଦ ଧରି ଏକାନ୍ତେ କହେ କର ଯୋଡ଼ି। କହଇ ମଧୁର ବଚନେ ନୀତି ବୁଝାଇ ଧୀର ମନେ। ହରି ତୁଲେ ବାଦନ କର ବଚନ ମାନ କାନ୍ତ ମୋର। ମନରେ ହେତୁ କର ସ୍ୱାମୀ ମୋହର ବୋଲ ହିତ ଜାଣି। ଯାହାଙ୍କ ଦୂତ ବାହାଦୁରୀ ଶୁଣିଣ ଏହି ଲଙ୍କାପୁରୀ। ରାକ୍ଷସ ଗୃହିଣୀଙ୍କ ଗର୍ଭ ନାଥ ହୋଇଲା ଡରେ ଶ୍ରବ। ତାଙ୍କୁ ସମର୍ପିତା ଘରଣୀ ଆନନ୍ଦେ ଭୋଗ ଏ ଧରଣୀ। ତୁମ ବଂଶ କମଳ ବନ ସୀତା ଯେ ଶୀତ ରାତ୍ରି ସମ। ନ ଫେରାଇଲେ ସୀତା ସତୀ ତୁମ୍ଭଙ୍କୁ ନାହିଁ ଭଲ ଗତି। ଶଙ୍କର ବାସୁ କି ଚାହିଁଲେ ରକ୍ଷା ନ କରି ବେଟି ଭଲେ। ରାକ୍ଷସ ଗଣ ଭେକ ସମ ରାମଙ୍କ ବାଣ ସର୍ପ ଜାଣ। ଗ୍ରାସିବାଗୁ ସର୍ବତେଜ ବୁଦ୍ଧି ବିଚାରି ମନେ ହେଜ। ତେଜିଣ ଦମ୍ଭ ଅହଙ୍କାର ପଶ ଶରଣ ସେ ପୟର। ଶ୍ରୀପଦେ ଶରଣ ପଶିଲେ ଅଭୟ ପ୍ରାପ୍ତି ହେବ ଭଲେ। ଆନନ୍ଦେ ରାଜ୍ୟ ଭୋଗ କର ପ୍ରଭୁଙ୍କ ପାଦେ ଆଶ୍ରା କର। ସେ ପ୍ରଭୁ ରାମ ଦୟାମୟ ଦୂର କରିବେ ସର୍ବ ଭୟ। ଶୁଣିଣ ମନ୍ଦ ଦରିବାଣୀ ହସଇ ଶଠ ଅଭିମାନୀ। ନାରୀ ଜାତିର ଏହି ଭାବ ସର୍ବଦା ସଭୟ ସ୍ୱଭାବ। ମୋହର ମଙ୍ଗଳ ସମୟେ କିମ୍ପା ଦେଖାଇ ସେତେ ଭୟେ। ମର୍କଟ ଦଳ ଆସି ଯେବେ ମୋହର ପୁରରେ ପଶିବେ। ଖାଇ ତାଙ୍କୁ ଆନନ୍ଦ ମନେ ଯିବେ ଅସୁର ଗଣେ। ଯାହାର ଭୟେ ଲୋକପାଳ ଥରନ୍ତି ମନେ ଭରି ଡର। ତାହାର ସ୍ତ୍ରୀ ଡରି ମରେ ହସିବେ ପୁଣି ଏ ସଂସାରେ। ଶଠ ଏତେ କହି ହସିଲା ସ୍ତ୍ରୀକୁ ରେ ଲଗାଇଲା। ବାନରେ ଦୂତକୁ ପ୍ରହାର କରିଲେ ବହୁ ପ୍ରକାର। ଚିତ୍କାର ସେ କରନ୍ତେ ସୁଧା ନ ଛାଡ଼ିଦେଲେ ବହୁ ବିଧା। ଯହୁଁ ଚିତ୍କାରିଲା ସେ ଦୂତ ପ୍ରଭୁ ଶ୍ରୀରାମଙ୍କ ଶପଥ। ନାଶକ ନ ଛେଦନ କର ମୋହର ବିଅର୍ଥ ନ କର। ଲକ୍ଷ୍ମଣ ତାହାକୁ ଡାକିଲେ ଦୟାବହୀଣ ଛାଡ଼ିଦେଲେ। ମୂଢ଼ ରାବଣେ ପତ୍ରିକା ଦେବୁଟି ନେଇ ଦୂତ ଏକା। କୂଳ ଘାତି ପଢ଼ୁ ଏ ପତ୍ର ପତ୍ରିକା ଲକ୍ଷଣ ଲିଖିତ। ମୂର୍ଖକୁ କହିବୁ ବୁଝାଇ ଉଦାର ସନ୍ଦେଶ ଗୋଏହି। ସୀତାଙ୍କୁ ଯଥା ସମାନରେ ସମର୍ପି ଶ୍ରୀରାମ ପୟରେ। ସୁଖେ ସେ ରାଜ୍ୟ କରୁ ତାର ନହିଲେ ନାଶ ଧ୍ରୁବ ତାର। ଅନୁଜ ଲକ୍ଷ୍ମଣ ପୟର ଦୂତ ଯେ ଲଗାଇଲା ଶିର। ଲକ୍ଷ୍ମଣ ଗୁଣ ବନି ହେଲା ଶିବିରୁ ବାହାର ହୋଇଲା। ଶ୍ରୀରାମ ଯଶ ଗୁଣ ଗୁଣି ଲଙ୍କାରେ ପ୍ରବେଶିଲା ପୁଣି। ରାବଣ ଚରଣରେ ଦୂତ ଯାଇ ହୋଇଲା ପ୍ରଣିପାତ। ହସି ହସି ସେ ଦଶ ଶିର ପଚାରେ କୁହ ସମାଚାର। କହ ଦୂତ ଏବେ ଉତ୍ତର ସବୁ କୁଶଳ କି ନା ତର। କୁଶଳେ ଅଛି କି ବିଭୀଷଣ ମୃତ୍ୟୁତା ହେଲାଣି ଆସନ। ରାଜୁତି ବସି କରୁଥିଲା ଯେବେ ସେ ଲଙ୍କା ପୁରୀ ଥିଲା। ଏବେ ସେ କୀଟ ପରିପାଦେ ଦଳା ହୋଇବ ପ୍ରମାଦେ। ଭଲ୍ଲୁକ ବାନର ସହିତେ ଆସନ୍ତି ମରିବା ନିମନ୍ତେ। ଯେମନ୍ତ ତଣ୍ଡୁଳ ସଙ୍ଗତେ କୀଟ କାଳ ମୁଖେ ଆସନ୍ତେ। ସାଗର ଦୟା ବହି ପରା ପାରିବ କି ରଖି ବିଚରା। ତପସ୍ୱୀ ଦୁଇ ଭାଇ କଥା କହିବୁ ବିଚାରିଣ ମଥା। ମୋର ଭୟରେ ତାହାଙ୍କର ହୃଦୟ ହୁଏ ଥରହର। ଶୁଣି ମୋର ଯଶ କିରତି ଫେରିଗଲେ କି ଦୁଇ ଯତି।
ରିପୁର ତେଜ ବଳ କେତେ ଖୋଲି ନ କହୁ କିମ୍ପା ମତେ ହୁଇ ସୁକ ଯୋଡ଼ି ହାତ ସରାଗେ ପଚାରୁଛ ନାଥ କହୁଛି ସାବଧାନେ ଶୁଣ କ୍ରୋଧ ନ କରିଣ ରାଜନ ତୁମ୍ଭ ଭାଇ ଅନ୍ତେ ଭେଟ କଲେ ତାକୁ ଲଙ୍କା ସମ୍ରାଟ ରାବଣ ଦୂତ ଚିହ୍ନି କପି ଦେଲେ ବହୁ ଦଣ୍ଡ ପ୍ରତାପୀ ନାସିକା କାନ କାଟିବାର ବିଚାର କରନ୍ତେ ମୋହର ଶ୍ରୀରାମ ଶପଥକୁ ଦେଇ ଲଭିଲି ନିଷ୍ଠାରଟି ମୋହି ଶ୍ରୀରାମ ସୈନଙ୍କ ବଳ ମୁଖେ ବନି ନ ପାରେ ମୋର ନାନା ବର୍ଣ୍ଣର ଭାଲୁ କପି ଅତି ଭୟଙ୍କର ପ୍ରତାପୀ ବିକଟ ବଦନ ବିଶାଳ ଶରୀର ଅତି ଭୟଙ୍କର ଯେ ପଡ଼ିଥିଲେ ଲଙ୍କାପୁର ମାରିଣ ଅକ୍ଷୟ କୁମାର ତାପରି ବହୁ କପିଛନ୍ତି ସର୍ବେ ବଳିୟାର ଅଟନ୍ତି ବିବିଧ ନାମ ଧାରି ବୀର କଠିନ କରାଳ ବିଶାଳ ବିପୁଳ ହସ୍ତି ବଳଧାରୀ ପ୍ରତାପୀ ବହୁ ନାମ ଧାରି ଦିବିନ୍ଦମୟ କୁମୁଦ ନଳ ନୀଳ ଗବଙ୍ଗଦ ଦଧି ମୁଖ ବିକଟାନନ କେଶରୀ ଜାମ୍ବବନ୍ତ ପୁଣ ଏ ସୁଗ୍ରୀବର ତୁଲେଶରୀ ଗୋଟିଏ ଛନ୍ତି ତାଙ୍କ ପରି ଶ୍ରୀରାମ ଦୟାର ତାଙ୍କର ଶରୀରେ ଅତୁଳିତ ବଳ ଶ୍ରବଣ ଯା ଶୁଣିଛି ମୋର ଶୁଣ ରାଜନ ଦଶ ଶିର 18 ପଦ୍ମ ଯେ ବାନର ସୈନଛନ୍ତି ତା ମଧ୍ୟର ଏମନ୍ତ ପ୍ରଭୁ କେହି ଜଣେ ବାନର ନାହିଁ ସେ ପ୍ରାଙ୍ଗଣେ ତୁମକୁ ସେ ଯେ ନ ଜିଣିବ ଭୟଙ୍କର ରଣେ ହାରିବ ପରମ କ୍ରୋଧ ଜର୍ଜରିତ ସମସ୍ତେ ଭିଡ଼ୁଛନ୍ତି ହାତ ଶ୍ରୀରାମ ଆଜ୍ଞା ନ ଦିଅନ୍ତି ତାଙ୍କ ସୁଖକୁ ଚାହିଁଛନ୍ତି ସର୍ବେ କହନ୍ତି ଆସିବାକୁ ସିନ୍ଧୁ ଜଳକୁ ଶୋଷିବାକୁ କେ କହେ ସର୍ପ ମତ୍ସ୍ୟ ତୁଲେ ଉପାଡ଼ି ପର୍ବତକୁ ଜଳେ ଫିଙ୍ଗିଣ ବାଟ ତିଆରିବା ସିନ୍ଧୁ ଗର୍ଭକୁ ପୋତି ଦେବା କହି କହନ୍ତି କ୍ରୋଧେ ଜଳି ରାବଣେ କରି ଦେବା ଧୂଳି ସହଜେ ଆଶଙ୍କା ମୁହେବେ ଗର୍ଜନ୍ତି ତର୍ଜନ୍ତି ସରବେ ଗ୍ରାସ କରିବେ ଲଙ୍କାପୁରୀ ଜାଳିବେ ସବୁ ନଗରୀ ବଳିଷ୍ଠ କପି ଭାଲୁ ବୀର ନେତା ତାଙ୍କ ରାମ ଠାକୁର ଏକାକୀ କରି ସେ ସଂଗ୍ରାମ ଜିଣିବେ କୋଟି କାଳ ଜାଣ ଶ୍ରୀରାମଙ୍କର ତେଜ ବଳ ବୁଦ୍ଧିର କଳ ନା ବାହାର କୋଟିଏ ଶେଷ ଦେବ ବନି ନ ପାରିବେଟି ତାହା ଜାଣି ଏକ ଈଶ୍ୱରରେ ସୁଷିଣ ପାରନ୍ତି ସାଗରକୁ ପୁଣ ବିଭୀଷଣକୁ ସେହି ବୀର ପୁଛନ୍ତି ବୁଦ୍ଧି ନୀତିଧର ସାଗରେ ତୀରେ ସେ ବୁଦ୍ଧିରେ ପଥ ମାଗନ୍ତି ସିନ୍ଧୁଠାରେ ଶୁଣି ହସି ଦୂତ ଆଗର କହଇ 18 ଶିର ଥିଲାଟି ଏତେ ବୁଦ୍ଧି ଯେବେ ସାହା କିମ୍ପା ବାନର ତେବେ ସହଜେ ଭାଲୁ ବିଭୀଷଣ ଶୁଣୁଛି ସେ ତା କଥା ମାନ ସାଗର ସନ୍ନିଧକୁ ଆସି ଠାଣି ଦେଖାଇ ଅଛି ବସି କାହିଁକି କରେ ବଡ଼ପଣ ମିଛୁଆ ସେହି ମୂଢ଼ ଜନ ତାହାର ବୁଦ୍ଧିକୁ କଳିଲି ବଳର ପ୍ରମାଣ ଜାଣିଲି ଭୀରୁ ସେ ଅଜ୍ଞାନ ପାମର ବିଭୀଷଣ ମନ୍ତ୍ରୀ ଯାହାର ତାହାର ବିଜୟ ବିଭୂତି ଉଣା ହୁଅଇ ନୀତି ପ୍ରତି ଖଳ ବୁଦ୍ଧି ରାବଣ ବାଣୀ ରୋଷ ହୁଅଇ ଦୂତ ଶୁଣି ବାହାର କଲା ସେ ପତ୍ରିକା ଶେଷରେ ରାବଣଙ୍କୁ ଦେଲା ପତ୍ରିକା ରାମଙ୍କ ଅନୁଜ ମହାତେ ଦେଲେ ରୁକ୍ଷ ରାଜ ପଢ଼ିଣ ହୃଦ ସ୍ଥିର କର ରକ୍ଷା ହେଲେ ଲଙ୍କାପୁର ହସିଣ ବାମ କରେ ପୁଣ ପତ୍ରକୁ ଧଇଲା ରାବଣ ମନ୍ତ୍ରୀଙ୍କୁ ଡକା ପକାଇଲା ତତ୍କ୍ଷଣ ପତ୍ର ପଢ଼ାଇଲା ପତ୍ରରେ ଲେଖା ଅଛି ଯାହା ମନ୍ତ୍ରୀ ପଢ଼ି ଶୁଣାଏ ତାହା ରେ ଶଠ ମୂର୍ଖ ରୁଷଇସ ନକର କୂଳ ବଂଶନାଶ ରେ ମୂଢ଼ କଥାରେ ତ ମାତି ବେଳ ଥାଉ ତୁ ରୁହ ଚେତି ଶ୍ରୀରାମ ବିରୋଧ ହୋଇଣ ନେଲେ ବ୍ରହ୍ମା ଶିବ ଶରଣ ହରିବ ନିଶ୍ଚେ ତୋର ପ୍ରାଣ କେହି ନ ରଖି ପାରେ ଜାଣ ଗର୍ବ ତେ ଜିଣ ତୁହି ରାମେ ଶରଣ ପଶ ଯାଇ ଶ୍ରୀରାମ ଚରଣ ପଙ୍କଜ ଭ୍ରମର ପ୍ରାୟ ତୁହି ମଜ ତୋ ଭାଇ ସମ ହୁଅ ତୁହି ଶ୍ରୀରାମ ପଦ ହୃଦେ ଧ୍ୟାଇ ନତୁବାରେ ରାକ୍ଷସ ଧାମ ଜାଳିବ ତୋତେ ରାମ ବାଣ ବନି କୁଣ୍ଡେଶ ଲଭ ପରି ଜଳିବୁ ହୋଇ ହତଶିରି ଆପେ ହୋଇଣ ଯିବୁ ନାଶ ଘେଟି କୁଟୁମ୍ବ ନିଜ ବଂଶ
ଶୁଣିଣ ଭୟ ଉପୁଜିଲା ରାବଣ ଚିନ୍ତାରେ ବୁଡ଼ିଲା। ଅନ୍ତରେ ଭୟ ଥାଏ ତାର ହସଇ ଉପର ମନର। ରାକ୍ଷସ ମାନଙ୍କୁ ଶୁଣାଇ ଗରବେ ରାବଣ କହଇ କଥାରେ ବହୁ ଆଡ଼ମ୍ବର ଦେଖରେ ଏବେ ତପସ୍ୱୀର। ଭୂମିରେ ପଡ଼ିଣ ମନୁଷ୍ୟ ରାବଇ ଛୁଇଁବି ଆକାଶ। ତେସନ ତପସ୍ୱୀ ଭାବଇ ବୃଥାଏ ଆଡ଼ମ୍ବର ଭାଇ। କହଇ ଦୂତ ଶୁଣନାଥ ସମସ୍ତ କଥା ଅଟେ ସତ୍ୟ। ଗରବ ଅହଙ୍କାର ତେଜ ମୋର ବଚନ ମନେ ହେଜ। ହେ ନାଥ ପରିହର କ୍ରୋଧ ଶ୍ରୀରାମ ନ କର ବିରୋଧ। ସମ୍ରାଟ ଅଖିଳ ଲୋକର ଅଟନ୍ତି ଶ୍ରୀରାମ ଠାକୁର। ତାଙ୍କର ଚରିତ ଉତ୍ତମ ପଶତୁ ତାଙ୍କର ଶରଣ। ସୁଦୟା କରି ବେଟି ତୋତେ ଅପରାଧ ନ ଧରି କିଞ୍ଚିତେ। ଜନକ ସୁତାକୁ ତୁ ନେଇ ତାଙ୍କୁ ସମର୍ପି ଦୈତ୍ୟ ସାଇଁ। ଫେରାଅ ଜାନକୀ ତୁରିତ ଯହୁଁ କହିଲା ସେହି ଦୂତ। ଚରଣ ପ୍ରହାର କରିଲା ଦୂତ ଚେତ ଯେ ହୋଇଲା। କିଛି ସମୟରେ ଉଠିଲା ରାବଣେ ନମସ୍କାର କଲା। ଯେଉଁଠି ରାମ ଦୟାଧର ଦୂତ ଚଳିଲା ସେହିଠାର। ଶ୍ରୀରାମ ପାଦେ ପ୍ରଣମିଲା ସବୁ ବୃତ୍ତାନ୍ତ ଶୁଣାଇଲା। ଶ୍ରୀରାମ କୃପା ବଳେ ସେହି ଦୈତ୍ୟ ସୁଗତି ଗଲା ପାଇ। ପୂର୍ବ ଜନ୍ମେ ଦୈତ୍ୟ ପୁଣି ଥିଲା ଯେ ତପି ଜ୍ଞାନୀ ମୁନି। ସାପ୍ୟ ଦେଲେ ଅଗସ୍ତ୍ୟ ମୁନି ସେହୁ ଲଭିଲା ଦୈତ୍ୟ ଯୋନି। ଶ୍ରୀରାମ ଚରଣ ସୁମରି ନିଜ ଆଶ୍ରମେ ଗଲା ଚଳି। 3 ଦିନ କାଳ ବିତିଲା ସିନ୍ଧୁ ବିନତି ନ ଶୁଣିଲା। କ୍ରୋଧେ କହିଲେ ପ୍ରଭୁ ତୁହି ଭୟର ବିନା ପ୍ରୀତି କାହିଁ। ଲକ୍ଷ୍ମଣ ବେଗେ ଆଣୁ ତୁହି ମୋହର ଧନୁର୍ବାଣ ଯାଇ। ଅଗ୍ନିଶରକୁ ମୁଁ ପେଶିବି ସାଗର ପରାଣ ଶୋଷିବି। କୁଟିଳ ମାନବଙ୍କ ଠାର ବୃଥା ବିରତି କରିବାର। ସଂସାରେ 60 ଜନ ତୁଲେ ବୃଥା ବିନୟ ବ୍ୟବହାରେ। ଜନ୍ମ କୃପଣ ତୁଲେ ବୃଥା କହିଲେ ବହୁ ନୀତିଗାଥା। ଦେଶଦାର ତ ମମତାରେ ସମସ୍ତ ଜ୍ଞାନ ବୃଥା ତାରେ। ବୃଥା କ୍ରୋଧ ତୁଲେ ଜାଣ ସାମ୍ୟ ଭାବର ଉପାଖ୍ୟାନ। ଯେ ଜନ ସଦା କାମେରତ ବୃଥା ହରି କଥା ମୃତ। ଟାଙ୍ଗର ଭୂମି ପରେ ବୀଜ ବୁଣିବା ଅନୁଚିତ ହେଜ। ଏତେ କହିଣ ରଘୁରାଣ ଚାପରେ ଚଢ଼ାଇଲେ ବାଣ। ଚାପ ଚଢ଼ାଇ ରଘୁବୀର ସନ୍ଧାନୀ ବିଶିଖ କରାଳ। ଉଦଧି ଅନ୍ତରେ ପ୍ରବଳ ଯାତନା ଉଠେ ବାରମ୍ବାର। ସମସ୍ତ ଉରଗମ କର ମୀନ ଯେ ହୋଇଲେ ଆକୁଳ। ଅନ୍ତରେ ଜାଣିଲା ସାଗର ଜଳିବେ ନିଶ୍ଚୟ ଜନ୍ତୁକୂଳ। ସିନ୍ଧୁ କନକ ଥାଳି ଧରି ଅନେକ ଧନ ରତ୍ନ ଭରି। ବିପ୍ର ରୂପରେ ପ୍ରବେଶିଲେ ନିଜ ପଣକୁ ସେ ତେଜିଲେ। ରମ୍ଭା ବୃକ୍ଷେ ଯତ୍ନ କରିଲେ ନ ହୁଏ ଫଳ ନ କାଟିଲେ। ନିଚ ଜନ ସେହି ପ୍ରକାର ତାଡ଼ନାର ଦୋଷ କେବଳ। ବିନତି ନ ବୁଝନ୍ତି ଯେତେ ତାଡ଼ନା ବଶ ହନ୍ତି ତେବେ। ସଭଏ ଶ୍ରୀପଦ ପୟର ଧରିଣ କହ ଏ ସାଗର। କ୍ଷମା କର କ୍ଷମା ସାଗର ଏବେ ସବୁ ଦୋଷ ମୋହର। କ୍ଷିତ ଜଳ ବନି ଧରଣୀ ପବନ ପଞ୍ଚଭୂତ ପୁଣି। ଜଳ ପଦାର୍ଥ ତତ ପଞ୍ଚ ସହଜେ ଅତି ପରପଞ୍ଚ। ତୁମ୍ଭରି ପ୍ରେରଣା ସଂସାରେ ଘେନିଣ ସୃଷ୍ଟି ପ୍ରକ୍ରିୟାରେ। ପଞ୍ଚବସ୍ତୁ ଏ ମାୟାକୃତ ତୁମ୍ଭରି ମାୟା ଏ ଜଗତ। ଯାରେ ଆଜ୍ଞା ତୁମ୍ଭ ଯେ ମନ୍ତ ରହନ୍ତି ପୁଣି ଯେତେ ମନ୍ତ। ନିଜ ନିଜର ଅବସ୍ଥାରେ ରହି ସେ ଦୁଃଖ ଭୋଗ କରେ। ମୋତେ ଉତ୍ତମ ଶିକ୍ଷା ଦେଲ ତୁମ୍ଭର ମର୍ଯ୍ୟାଦା ରଖିଲ। ଢୋଲ ସୁଦର ଜଡ଼ ଜନ ପଶୁ ଆଉ ନାରୀ ଯେ ଜାଣ। ତାଡ଼ନ ବିନା 5 ଜଣ ନୁହନ୍ତି କେବେ ସୁଧାରିଣ। ତୁମ୍ଭରି ପ୍ରତାପରେ ମୁହିଁ ଶୁଷ୍କ ହେବି ଜଗତ ସାଇଁ। ପାରି ହୁଅନ୍ତି ସୈନ୍ୟଗଣ ଯାଉ ମୋ ସବୁ ବଡ଼ପଣ। ତୁମ୍ଭର ଆଜ୍ଞା ନ ମେଣ୍ଟାଇ ବେଦ ଶାସ୍ତ୍ର ତା ଭାଷେ କହି। ତୁମ୍ଭର ଇଚ୍ଛା ପୂର୍ଣ୍ଣ ହେଉ ଯାହା କରିବେ ମହାବାହୁ। ଶୁଣିଣ ସାଗର ବିନତି ହସି କହନ୍ତି ସୀତାପତି। ଯେ ମନ୍ତ କପି ପାରି ହେବେ ସେହି ଉପାୟ କର ଏବେ। କର ଯୋଡ଼ିଣ କହେ ସିନ୍ଧୁ ଶୁଣନ୍ତୁ ପ୍ରଭୁ କୃପା ସିନ୍ଧୁ। ଋଷିଙ୍କ ବରେ ନଳ ନୀଳ ସେ ଦୁଇ ଭାଇ ଭାଗ୍ୟଶୀଳ।
ତାଙ୍କର ହସ୍ତ ସ୍ପର୍ଶ ହେଲେ ତୁମ୍ଭର ପ୍ରତାପର ଫଳେ। ବିଶାଳ ବିଶାଳ ଶୈଳେ ଭାସିବେ ସାଗର ସଲିଳେ। ମୁଁ ପୁଣି ପ୍ରତାପ ତୁମ୍ଭର ଧରିଣ ହୃଦୟ ମୋହର। ସହାୟ ହୋଇ ବିମାର୍ଗରେ ପ୍ରଭୁ ମୋ ବଳ ଅନୁସାରେ। ଏମନ୍ତ ସାଗର ବନ୍ଧାଇ ତ୍ରିପୁରେ ଯଶର ଖୋଜାଇ। ଯେ ବାଣ କରିଛ ସନ୍ଧାନ ବୃଥା ନହିବ ସେହି ବାଣ। କରସୁ ଦୟା ମୋର ପ୍ରତି ଆହେ ଅଯୋଧ୍ୟା ନରପତି। ଉତ୍ତରେ ଛନ୍ତି ଯେତେ ଖଳ ସେ ବାଣେ ହୁଅନ୍ତୁ ସଂହାର। ସାଗର ବିନତିକୁ ଶୁଣି ଶ୍ରୀ ରଘୁକୁଳ ଚୂଡ଼ାମଣି। ତାର ହୃଦୟରୁ ପୀଡ଼ା ଦୂର ହରିଲେ କ୍ଷଣେ ଚାପଧର। ରାମଙ୍କ ବଳ ଅତୁଳିତ ଦେଖି ସିନ୍ଧୁ ହେଲା ପୂରିତ। ସର୍ବବୃତ୍ତାନ୍ତ ଜଣାଇଲା ବନ୍ଦୀ ପୟର ସେ ଚଳିଲା। ଶୁଣିଣ ସାଗର ବଚନ ରାମ ହୋଇଲେ ତ ସମନ। ଶ୍ରୀରାମ ନାମ ମାଳା କରି ସାଗର ଗଲେ ନିଜ ପୁରୀ। ଏକଥା କଳି ମୂଳହର ଯେ କରି ନିଜ କଣ୍ଠହାର। ରଚଇ ଶ୍ରୀ ତୁଳସୀ ଦାସ ଶ୍ରୀରାମ ପଦେ କର ଆସ। ସୁଖଦ ସଂଶୟ ହରଣ ଦୁଃଖକୁ କରେ ବିନାଶନ। ଆରେ ମୂରୁଖ ସଠ ମନ ସକଳ ଆଶା କୁତେଜିଣ। ଗାଓ ଶୁଣି ଦିବସ ରାତି ଏ ପୁଣ୍ୟ ରାମାୟଣ ଗୀତି। ସକଳ ସୁମଙ୍ଗଳ ଦାତା ଏ ଭବେ ରାମାୟଣ କଥା। ସାଦରେ ଯେ ଜନ ଶୁଣଇ ସେ ଭବ ସିନ୍ଧୁ କୁତରଇ। ବୋଇତ ଲୋଡ଼ା ନାହିଁ ତାର ହୁଇ ପାରି ପାରାବାର। ଅଜ ସର୍ବଦା ରାମ ନାମ ଦଣ୍ଡିବ ନାହିଁ ଟିସମନ। ପାରି ହୋଇବୁ ଭବ ସିନ୍ଧୁ ଭଜ ଶ୍ରୀ ରଘୁ कुल इंदु। सियावर रामचंद्र की जय। पवन सुत हनुमान की जय। उमापति महादेव की जय। जय श्री राम।